ସେଇ ଜାଗାରେ ମୋତେ କହିଥିଲେ ଯେ ଆଜି ଆପଣ ଆସୁନାହାନ୍ତି। ତାପରେ ତାଙ୍କ ସହିତ କରେସ୍ପଣ୍ଡେଣ୍ଟ ହେଲା, କଥାବାର୍ତ୍ତା ହେଲା। ଆଜିକାଲି ମୁଁ ପ୍ରାୟ କୁଆଡ଼େ ଯାଉନି ମୋର ଶାରୀରିକ ଅସୁସ୍ଥତା ନିମନ୍ତେ। ଏବେ ଗତକାଲି ମିଟିଂ ସରେଇକି ମୁଁ ଆସୁଛି, ମୋର କଣ୍ଟିନ୍ୟୁ ମିଟିଂ ଚାଲିଥିଲା ବର୍ତ୍ତମାନ। ସେମିତି ଅବସ୍ଥାରେ ଆସିଛି, କେବଳ ଏଇ ମିଟିଂ ପାଇଁ ମୁଁ ଆସୁଛି ଭୁବନେଶ୍ୱର। କିନ୍ତୁ ଠିକ୍ ନାହିଁ, ଆପଣଙ୍କୁ ଭେଟିକି ମୁଁ ଗୋଟେ ଦିନ ରହିକି ଯିବି। ବହୁତ ଖୁସି ଲାଗିଲା ପାଷ୍ଟର ମ୍ୟାଥ୍ୟୁ ଆପଣ ଭେଟିକି। ଗଜପତି ତ ଗଜପତି କେଉଁ ଜାଗା? ହଁ 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 ରଣା ବ୍ୟକ୍ତି ଆଚ୍ଛା ଆଚ୍ଛା ମହେନ୍ଦ୍ରଗଡ଼ ଆପଣ ଘର? ଆଚ୍ଛା ମୁଁ ମହେନ୍ଦ୍ରଗଡ଼ ଜାଣିଛି, ମୁଁ ତନ୍ତରବାରୀ ଥିଲି। ଆପଣ ମହେନ୍ଦ୍ରଗଡ଼ ରଣାର ଏଇ ଖ୍ରୀଷ୍ଟପୁର ସେଲାଗଡ଼ ଏ ଅଞ୍ଚଳରେ କାମ କରିଛି। ବହୁତ ବର୍ଷ ସେଠି ରହିଛି। ମୋ ମା 14 ବର୍ଷ ଥିଲେ। ଗଜପତି ସହିତ ବହୁତ ପୁରୁଣା ସମ୍ପର୍କ ମୋର ଅଛି। ଶୁଣିକି ଆପଣ ଆଶ୍ଚର୍ଯ୍ୟ ହେବେ, ପ୍ରଭୁ ଧନ୍ୟବାଦ ଦେବେ। ମୁଁ ଗଜପତି ବାପ୍ତିସ୍ମ। ଆଉ ମୋର ଗୋଟେ ପାଳ କରୁଛନ୍ତି 16 ଲୋକ, ଯିଏକି ପାଠଶାଠ ପଢ଼ିନଥିଲେ, ହାଫ୍ ପ୍ୟାଣ୍ଟ ପିନ୍ଧୁଥିଲେ, ସେଇ ମୋତେ ବାପ୍ତିସ୍ମ ଦେଇଛନ୍ତି। ବହୁତ ସୁନ୍ଦର ଭାବରେ କାମ କରୁଛି, ତୁମରେ କାମ କରୁଛି। ସେ ନା 8ଟି କି ମଣ୍ଡଳ ସ୍ଥାପନ କରିଥିଲି, ଯେମିତିକି ଆମର ଜନ୍ ସିଂଜାଣୀ, ଆଉ ସିଂଜାଣୀ, ଆମର ପାଷ୍ଟର ୟୁନିୟନ ଚର୍ଚ୍ଚ ପାଷ୍ଟର, ସେମାନଙ୍କ ଏରିଆରେ ମୁଁ କାମ କରିଛି। ବହୁତ ପୁରୁଣା କଥା କହୁଛି, 71, 72, 73 ଆପଣଙ୍କର ମନେ 71 ସାଲ। ପ୍ରେଜ୍ ଦ ଲର୍ଡ। ସମସ୍ତେ ଆମେ ଟିକେ ଫୁର୍ତ୍ତିରେ ବସିବା। 9ଟା 10 ମିନିଟ୍ ହେଲା। କେତେ ସମୟ ନେବି ମୁଁ? ଆପଣ କହିଲେ ମୁଁ ସେତିକି ସମୟ, 20 ମିନିଟ୍ ବୋଲେ 20 ମିନିଟ୍, ଗୋଟେ 10 ମିନିଟ୍, ଘଣ୍ଟା କେତେ 10 ମିନିଟ୍ ଆପଣଙ୍କ ଉପରେ ନିର୍ଭର କରିବ। ଆଜି ଗୋଟେ ସେଲିବ୍ରେସନ୍ ହେଉଛି, ମୁଁ ବହୁତ ଖୁସି। ଆଉ ଏଇ ସୁନ୍ଦର ସେଲିବ୍ରେସନ୍ ପାଇଁ ପ୍ରଭୁ ଗୌରବ ପାଆନ୍ତୁ। ମିଶନ୍ସ ଇଣ୍ଡିଆ ମୁଁ ଜାଣିଛି ଏ ବିଷୟରେ। ଆଉ ଅତି ପ୍ରିୟ ମୋର ଭାଇ ପ୍ରଭୁଙ୍କର ପ୍ରିୟ ଦାସ, ମୁଁ ଯାହାକୁ ଅତି ଭଲ ପାଏ, ଯାହାଙ୍କ ସହିତ ମୋର ବହୁତ ପୁରୁଣା ସମ୍ପର୍କ ଥିଲା, ବର୍ତ୍ତମାନ ଆମେ ନାହାନ୍ତି ପାଣି ଆଉ ଭଉଣୀ କଷ୍ଟ ସେଇଠି। ମୁଁ ଏଠିକି ମିଶନ୍ସ ଇଣ୍ଡିଆ କଥା ଶୁଣିଲେ ତାଙ୍କୁ ମନେ ପକେଇଲି। ଆଉ ଯେଉଁମାନେ ମୋତେ ଜାଣିଛନ୍ତି, ଭାଇମାନେ ବସିଛନ୍ତି, ସମସ୍ତଙ୍କୁ ମୁଁ ଜାଣିଛି। ଆମର ଭାଇମାନେ ମଧ୍ୟ ଜାଣିଛି। ଆପଣଙ୍କ ଆଜି ବୋଧେ ନୂଆରେ ଦେଖିଲେ ନା? ତ ଏନିହାଉ ବହୁତ ଖୁସିର ବିଷୟ। ପ୍ରଭୁ ଗୌରବ ପାଆନ୍ତୁ। ଏହି ଜାଗାରେ ମିଶନ୍ସ ଅଫ୍ ଇଣ୍ଡିଆ, ମିଶନ୍ସ ଅଫ୍ ଇଣ୍ଡିଆ ନାଇଁ କି ନା ମିଶନ ଇଣ୍ଡିଆ? ସେ ଯାଉ ନା କାହିଁକି, ଆମେ ସମସ୍ତେ ମିଶନରେ ଅଛୁ ନାଇଁ କି? ଆମେ ସମସ୍ତେ ମିଶନରେ ଅଛୁ। ଏଇଟା କୃଷ୍ଣଙ୍କର ମିଶନ। ଯିଏ ଯୋଉଠି ଥିଲେ ମଧ୍ୟ ଗୋଟେ ମିଶନରେ ଆମେ କାମ କରୁଛୁ। ପ୍ରଭୁଙ୍କର ମିଶନ, ତାଙ୍କ ରାଜ୍ୟ ବୃଦ୍ଧି କରିବାର ମିଶନ ଚାଲିଛି। ଆଉ ଏଥିପାଇଁ ପ୍ରଭୁ ବିଶେଷ ଗୌରବ ପାଆନ୍ତୁ। ଆଉ ଏ ମଣ୍ଡଳୀ ବୃଦ୍ଧି ପାଉ। ମଣ୍ଡଳୀ ଇତିହାସ ମୁଁ ଶୁଣିଲି, ଯେହେତୁ ମୁଁ ମଣ୍ଡଳୀ ଇତିହାସ ଉପରେ କନ୍ଧମାଳ ଜିଲ୍ଲାରେ ଓଡ଼ିଶାର ମଣ୍ଡଳୀମାନଙ୍କର ଇତିହାସ ଉପରେ କାର୍ଯ୍ୟ କରୁଛି। ମୁଁ ବହୁତ ଇଣ୍ଟରେଷ୍ଟେଡ୍ ମଣ୍ଡଳୀ ଇତିହାସ। ଆପଣଙ୍କର ଏ ମଣ୍ଡଳୀ ଇତିହାସ ଆପଣ କହିଲେ, ଅଳ୍ପ ବହୁତ କହିଲେ, ଆମର ବାବୁ କହିଲେ, ପାଷ୍ଟର କହିଲେ, ସେ ଝିଅ କହିଲେ, ଟିକେ ଦୟାକରି ତାକୁ ନୋଟ୍ କରି ଗୋଟେ ଖାତାରେ ଲେଖିକି ରଖନ୍ତୁ, ଟିକେ ଟିକେ ମନେ ପଡ଼ୁନାହିଁ। କାହିଁ ପିଲାମାନେ ବଡ଼ ହେବେ, ଆମେ ଦେଖିବେ ଯେ କ'ଣ ଲେଖା ହେଇଥିଲା। ଏଠି ମୁଁ ସମସ୍ତଙ୍କୁ ପାଇ ଜାଣିଛି, ନାଁରେ ନ ଜାଣି ମୋତେ ମୋର ଝିଅ ବସୁଛି ସେଇଠି ସ୍ନେହା। ଆଉ ତାପରେ ବାହାରେ ମୋତେ କିଛି ଲୋକ ବସିଛନ୍ତି। ପ୍ରଭୁ ଗୌରବ ପାଆନ୍ତୁ। ଆଉ ପାଷ୍ଟର ଭଉଣୀମାନଙ୍କୁ ମୁଁ ସମସ୍ତଙ୍କୁ ଦେଖିକି ବହୁତ ଖୁସି ଲାଗିଲା ଦେଖିକି। ପ୍ରଭୁ ଗୌରବ ପାଆନ୍ତୁ। କଥାବାର୍ତ୍ତା କରିବାକୁ ଇଚ୍ଛା, କିନ୍ତୁ ସମୟ ନାହିଁ। ପ୍ରେରିତ କ୍ରିୟାର ବିବରଣୀ 9ଟା 10 ମିନିଟ୍, ସେଆଡ଼େ ନଜର ରଖିବେ ହେଲା। ମୁଁ ଠିକ୍ 10ଟା 10ରେ ଛାଡ଼ିଦେବି କାହିଁକି ନା କମାଇ ଦେବା। 40 ମିନିଟ୍ କରିବା, 30 ମିନିଟ୍ କରିବା। ଆପଣ ଭୋକ ହେଲା କି କୁହନ୍ତୁ? ମୋତେ ତ ଭୋକ ହେଉଛି ଏବେ। ହଁ ଆପଣ କୁହନ୍ତୁ କେତେ ସମୟ କହିବି, ସେଇ ସମୟରେ ମୁଁ ଆଚ୍ଛା ପରିସ୍ଥିତି ଦେଖିକି ଥଣ୍ଡା ହେଇଯିବ ଖାଦ୍ୟ। ହଁ ଭଲ, ଠିକ୍ ଅଛି। ବାଳକଙ୍କ ରିକମେଣ୍ଡେସନ୍ ନେଇକି ମୁଁ କହୁଛି ହେଲା। ମୁଁ ଟାଇମ୍ ପ୍ରତି ବହୁତ କନସିୟସ୍। ମୁଁ ଏମିତି ୟାର ସବୁ ବାଜେ କଥା କହିବା ଲୋକ ନାହିଁ, କିମ୍ବା ଅଦରକାରୀ ବିଷୟରେ ଆଲୋଚନା ମୁଁ ଜମା କରେ ନାହିଁ। ଆଉ ସମୟ ପ୍ରତି ମୁଁ ବହୁତ ସଜାଗ। ଆପଣ ଯେତିକି ସମୟ କହିବେ, 20 ମିନିଟ୍ କହିଲେ 20 ମିନିଟ୍ କହିବେ, ଘଣ୍ଟେ 15 ମିନିଟ୍ କହିବେ, 12ଟା 15 ଫୋନ୍ କରିବେ, 12ଟା 15 କହିବେ। କିନ୍ତୁ ମୋତେ ଭଲ ଚା କରି ଆଣି ପିଇବାକୁ ଦେଲେ କହିବେ ହେଲା। ପ୍ରଭୁ ଗୌରବ ପାଆନ୍ତୁ। ପ୍ରେରିତ କ୍ରିୟାର ବିବରଣୀ ହେଉଛି ମଣ୍ଡଳୀର ବୃଦ୍ଧି। ମଣ୍ଡଳୀ, ଆଦ୍ୟ ମଣ୍ଡଳୀ କିପରି ପ୍ରେରିତମାନଙ୍କ ସମ୍ମୁଖରେ ବୃଦ୍ଧି ପାଇଲା, ସେଇ ପ୍ରେରିତ କ୍ରିୟାର ବିବରଣୀ ଯେଉଁ ବହିରେ ଲେଖାଯାଇଛି ମାଥ୍ୟୁ, ମାର୍କ, ଲୁକ, ଯୋହନ ପରେ, ସେଇଟା ସରିନାହିଁ ବହିଟା। ସେ ବହିଟାର ଲେଖା ସରିନାହିଁ। ଆମେ ଲେଖୁଛୁ ବର୍ତ୍ତମାନ ପ୍ରେରିତ କ୍ରିୟାର ବିବରଣୀ 2000 ବର୍ଷ। କେତେଟା ଲେଖା ବହି ହିସାବରେ ଅଛି, କେତେଟା ଲେଖା ଅଦୃଶ୍ୟ ଭାବରେ ଅଛି। ଏବେ ଆମେ ଯେଉଁ ସାକ୍ଷ୍ୟଟି ଶୁଣିଲୁ ବା କିଏ କ'ଣ କ'ଣ କହିଲେ, କ୍ୟାଣ୍ଡେଲ ଜଳେଇଲୁ, ଆମମାନଙ୍କର କୋର୍ଡିନେଟର ଭାଇ କିଛି କହିଲେ, ସମସ୍ତେ କିଛି କିଛି କହିଲେ, ପ୍ରାର୍ଥନା କଲେ, এইটা
ଅଦୃଶ୍ୟ ଲେଖା, ଆଖିରେ ଦିଶୁନାହିଁ, କିନ୍ତୁ ତା ରେକର୍ଡ ଅଛି, ପ୍ରଭୁଙ୍କ ପାଖରେ ସେ ରେକର୍ଡ ଅଛି। ଆପଣମାନେ ଯେଉଁ କାମ କରୁଛନ୍ତି ଭୁବନେଶ୍ୱର ଥାଇକି, ମୁଁ ବି ଭୁବନେଶ୍ୱର ବହୁତ ବର୍ଷ ହେଲା ଅଛି, 2016ରୁ ମୁଁ ଅଛି ଭୁବନେଶ୍ୱର। ମୋ ମିସେସ୍ ଚାଲିଗଲା ପରେ ମୋର ବି ଦେହ ଖରାପ ହେଇଗଲା, ମୋର ହାର୍ଟର ଅପରେସନ୍ ହେଇଗଲା, ଏମିତି ହେଇକି ମୁଁ ଯାଇ ଗାଁରେ ରହିଲି। ଏବେ ବି 18,000 ଟଙ୍କା ଭଡ଼ା ଦେଇକି ରଖିଲି। ଏଭ୍ରି ମନ୍ଥ ଆଇ ପେ 19,000, 18,000 ଟଙ୍କା ଦେଉଛି। ଆଉ ଭଡ଼ା କେରାଣୀ ବିଲ୍ 10,000 ଟଙ୍କା ଦେଉଛି, ତାପରେ ପାଣି ବିଲ୍ ଦେଉଛି, ପ୍ରାୟ 20,000 ଟଙ୍କା ଦେଇ ସେ ଘର ରଖିଛି। ମାସକୁ ଦିନେ ମୋତେ ରହୁନାହିଁ, କିନ୍ତୁ ଦେଉଛି। ଆସିଲେ ମୋତେ ରହିବା ପାଇଁ ଜାଗା ଦରକାର ନା, ହୋଟେଲରେ ମୁଁ କାହିଁକି ରହିବି? ଅବଶ୍ୟ ଏଇଠି ମୋର ଅନେକ ପରିବାର ଅଛନ୍ତି, ଆଉ ବାଇ ମାଇ ବୋଲି କହିଲେ ସେମାନେ ଘର ଦ୍ୱାର ରେଡ଼ି କରିକି ରଖିବେ, କିଛି ସମସ୍ୟା ନାହିଁ ହେଲା। କିନ୍ତୁ ପ୍ରଭୁ ଗୌରବ ପାଆନ୍ତୁ, ଈଶ୍ୱରଙ୍କର କାର୍ଯ୍ୟ ଭୁବନେଶ୍ୱର ହେଉଛି। ମୁଁ ରହିବା ଭିତରେ ଯେତେବେଳେ ମୁଁ ଏଠିକି ଆସି ରହିଲି, ଏବେ ବି ଅଛି, 2016 ମସିହା ଠାରୁ ମୁଁ ଅଛି ଏଠି। ତା ଭିତରେ ମୁଁ ଦେଖିଛି ପ୍ରଭୁ ବହୁତ କାମ କରିଛନ୍ତି। ମୁଁ ବହୁତ ବିଶେଷ 2 ଜଣ ଲୋକଙ୍କୁ ମନେ ପକାଏ, ପାଞ୍ଚଟା ପାଣି ଆଉ ଚାର୍ଲସ ଡାକ୍ତର, ଡକ୍ଟର ଚାର୍ଲସ ଡାକ୍ତର, ଏମାନଙ୍କୁ ମୁଁ ବହୁତ ମନେ ପକାଏ, କାହିଁକି ସେମାନଙ୍କ ସହିତ ମୁଁ କାମ କରିଛି। ଆଉ ସେମାନଙ୍କର ପରିଶ୍ରମ ମୁଁ ଜାଣିଛି। ପୃଥିବୀର ମିଶନ ଆସନ୍ତି, ମିଶନ ଇଣ୍ଡିଆର ଲିଡର୍ସ ମାନେ ଆପଣମାନେ ବସୁଛନ୍ତି, ଆପଣମାନେ କେମିତି ମିଶନ ଇନଭଲ୍ଭ ଅଛନ୍ତି ଏ କଥା ମୋତେ ମୁଁ ବହୁତ ଜାଣିଛି। ପ୍ରଭୁ ଏଇ ମଣ୍ଡଳୀକୁ ଆପଣମାନଙ୍କ ବର୍ତ୍ତମାନ ଏଠି ମଣ୍ଡଳୀ ଅଛି, ସେ ମଣ୍ଡଳୀମାନଙ୍କୁ ପଢ଼େଇକି ନେଉଛନ୍ତି, ଆଗକୁ ମଧ୍ୟ ପଢ଼େଇକି ନେବେ। କିଛି ଗୋଟିଏ ଦୁଇଟା ବିଷୟ ଯେଉଁଟା ମାନଙ୍କ ଅତି ଆବଶ୍ୟକ ଅଛି, ମୁଁ କହୁନି ଆପଣ ଜାଣିନାହାନ୍ତି, ସେଇ ବିଷୟକୁ ଆମେ ଟିକେ ରିପିଟ୍ କରିବା। ଆମେ ସମସ୍ତେ ପ୍ରେରିତ କ୍ରିୟାର ବିବରଣରେ ଅଛୁ। ଏମାନେ ସବୁ ପ୍ରେରିତ ମାନେ ବସୁଛନ୍ତି, ଯେ ଆପଣ ଦେଖୁଛ ଏମାନେ ସବୁ ପ୍ରେରିତ ମାନେ, ପ୍ରଭୁଙ୍କୁ ପଠେଇଛନ୍ତି କାମ କରିବା। ଖାଲି ପିତର ଜହନ ଯାକୁ ପାଉଲ ପ୍ରେରିତ, ଆଜିକାଲି ତ ବହୁତ ପ୍ରେରିତ ଭାବମାନେ ବାହାରିଛନ୍ତି, ମାଳ ବୁଲୁଛନ୍ତି, କିଛି ସମସ୍ୟା ନାହିଁ। ସେଇ ପ୍ରେରିତ କଥା ମୁଁ କହୁନାହିଁ। ଯେଉଁମାନେ ପ୍ରଭୁଙ୍କର ବାକ୍ୟ ନେଇକି ଯାଆନ୍ତି, ମିଶନରେ ଥାଇ କାମ କରନ୍ତି, ପରିଶ୍ରମ କରନ୍ତି, ଷ୍ଟେସନ ମାନଙ୍କରେ ଲୋକାଲ ଅଞ୍ଚଳ ମାନଙ୍କରେ ଥାଇ କାମ କରନ୍ତି, ସେମାନଙ୍କୁ ହିଁ ପ୍ରେରିତ କୁହାଯାଏ। ଯେହେତୁ ମୁଁ ଓଡ଼ିଶାର 5ଟା ଜିଲ୍ଲାରେ କାମ କରୁଛି, ଚାଲିକି 30 ବର୍ଷ କାମ କରୁଛି, ସାଇକେଲ ମାରି କାମ କରୁଛି। ଆନ୍ଧ୍ରାର ଶ୍ରୀକାକୁଲମ ଜିଲ୍ଲାରେ ମୁଁ କାମ କରୁଛି, ଆପଣଙ୍କର ଖାଣ୍ଡବା, ବାତଲି, ପାରଳାଖେମୁଣ୍ଡି ବେଲ୍ଟରେ ଟୋଟାଲ କାମ କରୁଛି। ତ କାମ କରିବାଟା କେତେ କଷ୍ଟ, ପ୍ରାରମ୍ଭିକ କଷ୍ଟ। ଏବେ ଯେ ଭାଇ କହୁଥିଲେ ଜାଗା ନଥିଲା, ଗୋଟେ ପରିବାର ଭିତରେ ଉପାସ ହେଲା। ପ୍ରେରିତ ସମସ୍ତ ମଣ୍ଡଳୀର ଯେତିକି ମଣ୍ଡଳୀ ହେଇଛି ଓଡ଼ିଶା ଭାରତ ଆମର ବାଇବେଲରେ, ସେଗୁଡ଼ା ତ ଗୃହସ୍ଥ ମଣ୍ଡଳୀ ଥିଲା ନା, ଘରୋକା ମଣ୍ଡଳୀ ଆରମ୍ଭ ହେଇଥିଲା। ବିଲ୍ଡିଂ କେହି ବି କରିନଥିଲେ। ଆଉ ବିଲ୍ଡିଂ ଉପରେ ଡୋଣ୍ଟ ବିଲିଭ୍ ଇଟ୍, ଏଇ ବିଲ୍ଡିଂ ତ ଆଜି ଅଛି କାଲି ନଥିବ। ଜେରୁସାଲେମ ମନ୍ଦିର ନାହିଁ ଆଜି, 88 କୋଟି ଆମେରିକାନ ଡଲାର ତିଆରି ହେଇଥିଲା, ସ୍ୱର୍ଣ୍ଣରାଜ ତିଆରି କରୁଥିଲେ ଜେରୁସାଲେମ ମଣ୍ଡଳୀ। ସବୁବେଳେ ମୁଭମେଣ୍ଟରେ ଥାଏ। ଇଟ୍ସ ଏ ମୁଭିଂ ଚର୍ଚ୍ଚ, ଏଇଟା ଗୋଟେ ପରମାନେଣ୍ଟ ଚର୍ଚ୍ଚ ନାହିଁ, ଏଇଟା ମୁଭିଂ ଚର୍ଚ୍ଚ। ମୁଭିଂ ଚର୍ଚ୍ଚ ବୋଲି ଯେଉଁଟାକି ଗତି କରୁଛି ଆଗ। ଏଥିପାଇଁ କହିଲି ପ୍ରେରିତ କ୍ରିୟା ବିବରଣ ସରି ନାହିଁ। ଆପଣମାନେ ଲେଖୁଛନ୍ତି ଅଦୃଶ୍ୟ ଭାବରେ ସେ ଲେଖା। ଏଠି ଯେତେ ମଣ୍ଡଳୀ ଅଛି ସେମାନେ କିଛି କିଛି ଲେଖୁଛନ୍ତି ପ୍ରେରିତ କ୍ରିୟାରେ ହେଲା। କୋଉଠି ସରିଛି ପ୍ରେରିତ କ୍ରିୟା ବିବରଣୀ? ପାଉଲ ଭଡ଼ା ଘରେ ରହିଲେ ସେଇଠି ସରିଲା, ନାଇଁ କି? ପାଉଲ ଭଡ଼ା ଘରେ ରହିଲେ, ତାଙ୍କର ମୃତ୍ୟୁ ବିଷୟ କିଛି ଲେଖା ହେଇଛି ବାଇବେଲ? ଭଡ଼ା ଘରେ ଥିବା କଥା ଲେଖା। ଆପଣମାନେ ମୋତେ ଭଡ଼ା ଘରେ ଅଛନ୍ତି, ମୁଁ ବି ଭଡ଼ା ଘରେ ଅଛି। এটা আমাদের টেম্পোরারি জায়গা। আদ্য পুরাতন যুগের কোন মণ্ডলী ছিল? প্রান্তরর মণ্ডলী ছিল। ইস্রায়েল লোকମାନଙ୍କୁ ପ୍ରଭୁ କ'ଣ ବୋଲି କହିଲେ? ମୋ ପାଇଁ ଗୋଟେ ସମାଗମ ତମ୍ବୁ ନିର୍ମାଣ କର, ମୁଁ ତୁମମାନଙ୍କ ମଧ୍ୟରେ ବାସ କରିବି। ମୋ ପାଇଁ ଗୋଟେ ସମାଗମ ତମ୍ବୁ ନିର୍ମାଣ କର, ଯୋଉଠି ମୁଁ ତୁମମାନଙ୍କ ମଧ୍ୟରେ ବାସ କରିବି। ତାଙ୍କ ନାଁ ହେଉଛି ଇମାନୁଏଲ। ଇମାନୁଏଲ ଅର୍ଥ ଜାମ୍ବୁ ମାଂସ ଈଶ୍ୱର। ଲୋକ ପଚାରୁଛନ୍ତି ଯୀଶୁ କ'ଣ ଈଶ୍ୱର କି? ହଁ, ଯୀଶୁ ଈଶ୍ୱର। ତାଙ୍କ ନାଁ ପରା ଇମାନୁଏଲ। ଇମାନୁଏଲ କହିଲା ଈଶ୍ୱର। ସେ ପୁତ୍ର ହେଇକି ଜନ୍ମ ହେଲେ, କିନ୍ତୁ ତାଙ୍କ ନାଁ ପରାକ୍ରାନ୍ତ ପରମେଶ୍ୱର ଆଉ ଅନନ୍ତକାଳୀନ ପିତା। ଯିଶାୟା 9 6-7 ପଦ, ନାଇଁ କି? ଯିଶାୟା 6-7। ନାଇଁ, ମୁଁ ଏବେ ସେଇଟା କହୁନି, ସେଇଟା ମୋର ଟପିକ୍ ନାହିଁ, ମୋ ଟପିକ୍ ହେଉଛି ଅଲଗା। ମୁଁ ଖାଲି କହୁଛି ଯୀଶୁ ନିଜ ସ୍ୱୟଂ ପରମେଶ୍ୱର। ଆଉ ବହୁତ ଗୁଡ଼ିଏ ବଡ଼ କଥା ପ୍ରଭୁ ଦାସ ମୋର ସାନ ଭାଇ କହିଲେ ଯେ ମୋତେ ବହୁତ ଭଲ ପାଆନ୍ତି, ମୁଁ ତାଙ୍କୁ ମୋର ବହୁତ ଭଲ ପାଏ। ଅନ୍ୟମାନଙ୍କୁ ଭଲ ପାଆନ୍ତି, ତମେ ଭାବ ନାହିଁ ଯେ ମୋର ଈର୍ଷା କରୁଛି ହେଲା। ମୁଁ ତାଙ୍କୁ ବହୁତ ଭଲ ପାଏ। ୱି ହାଭ୍ ଭେରି ଗୁଡ୍ ଅଣ୍ଡରଷ୍ଟାଣ୍ଡିଂ। এই মণ্ডলী ଖ୍ରୀଷ୍ଟଙ୍କ ରକ୍ତରେ କ୍ରୀତ ମଣ୍ଡଳୀ ନରକର ବଡ଼ ମଣ୍ଡଳୀକୁ ପରାଜୟ କରିବ ନାହିଁ, କରିପାରିବନି ବୋଲି ଲେଖାଇନି, କରିବ ନାହିଁ। ନାହିଁ ବୋଲେ ନାହିଁ, ହଁ କଥା ହଁ, ନାହିଁ କଥା ନାହିଁ ବାକ୍ୟ। ପ୍ରାନ୍ତରର ମଣ୍ଡଳୀ ଯେତେବେଳେ 40 ବର୍ଷ କାଳ ଗତି କଲେ, ଇସ୍ରାଏଲ ଜାତି 12 ଗୋଷ୍ଠୀ ଯାକୁବର ସନ୍ତାନମାନେ ମୋଶାଙ୍କର ନେତୃତ୍ୱରେ ଯେତେବେଳେ ସେମାନେ ଯାତ୍ରା କଲେ, এই ମୋଶାଙ୍କର ନେତୃତ୍ୱ ଯାତ୍ରା କଲା ବେଳକୁ ସେମାନଙ୍କର ପରମାନେଣ୍ଟ ଘର ନଥିଲା। ଆଜି
ଅନେକ ସମୟରେ କ'ଣ ହୁଏ ନା, ଆମେ ମଣ୍ଡଳୀ କହିଲେ କ'ଣ ବୁଝୁ? ଆମେ ମଣ୍ଡଳୀ କହିଲେ ଗୋଟେ ଉପାସନା ଘରକୁ ଅଧିକାଂଶ ଲୋକ ବୁଝନ୍ତି ଗିର୍ଜା ଘର। ତମର ମଣ୍ଡଳୀ କୋଉଠି? ନାଇଁ ସେ ସାହିରେ ଅଛି, ସେଇ ଜାଗାରେ ସେ ମଣ୍ଡଳୀ ଅଛି। ହଁ, ମଣ୍ଡଳୀ ବେଳେ ବିଶ୍ୱାସୀ ମାନଙ୍କ ସମାଗମକୁ ମଣ୍ଡଳୀ କୁହାଯାଏ ବାଇବେଲରେ। କିନ୍ତୁ ଆମର ଅନେକ କନସେପ୍ଟ ଏମିତି ଡେଭଲପ ହେଇଛି ମାଇଣ୍ଡ ଭିତରେ। ଆମେ ଗୋଟେ ଘରକୁ ବୁଝୁ। ଘର କାହିଁକି ଦରକାର? ଉପାସନା କରିବା ପାଇଁ ଦରକାର, ବସିବା ପାଇଁ ଦରକାର, ସହଭାଗିତା ପାଇଁ ଦରକାର। ଖରାରେ, ବର୍ଷାରେ, ଶୀତ କାକରରେ ଯେମିତି ସମସ୍ତେ ବସିକି ଗୋଟିଏ ଜାଗାରେ ପ୍ରାର୍ଥନା, ଉପାସନା, ରୋଟି ଭାଙ୍ଗିବେ, ଏସବୁ କାର୍ଯ୍ୟ କରିବା ପାଇଁ ଗୋଟେ ଜାଗା ଦରକାର, ଉପାସନା ଜାଗା। ଆଦ୍ୟ ମଣ୍ଡଳୀର ଆଜି ପର୍ଯ୍ୟନ୍ତ ଅନେକ ମଣ୍ଡଳୀ, ପ୍ରକାଶ ବାକ୍ୟର 7ଟି ମଣ୍ଡଳୀ, ଏଫେସସ୍, ସ୍ମରଣା, ପର୍ଗମା, ଥିଓତିରା, ସାର୍ଦି, ଫିଲାଦେଲଫିଆ, ଲାଉଦିକିଆ ମଣ୍ଡଳୀ ତୁର୍କୀ ଦେଶରେ ଥିଲା, ଏସିଆ ମାଇନରରେ। ଆଜି ନାହିଁ ସେଠି କିଛି ମଣ୍ଡଳୀ, ସେ ଲୋକ ବି ନାହାନ୍ତି। ଗୋଟେ ଦିଟା ସେ ଫିଲାଦେଲଫିଆ, ସ୍ମରଣାରେ କିଛି ପ୍ରଭୁଙ୍କ ଲୋକ ଅଛନ୍ତି, ତାରଣ ଭିତରେ ଅଛନ୍ତି। ବିଭିନ୍ନ ଦେଶରେ ଅନେକ ମଣ୍ଡଳୀ ଥିଲା, ସେଇ ଦେଶରେ ଆଜି ମଣ୍ଡଳୀ ନାହିଁ। ଯେଉଁ ଦେଶରେ ମଣ୍ଡଳୀ ନଥିଲା ସେଇ ଦେଶରେ ମଧ୍ୟ ମଣ୍ଡଳୀ ଅଛି ଆଜି। ଆଉ ପୃଥିବୀରେ ହାଇଏଷ୍ଟ ଚର୍ଚ୍ଚ ଗ୍ରୋଥ ହେଉଛି ଚାଇନାରେ, ଯୋଉଠି କମ୍ୟୁନିଷ୍ଟ ଦେଶ। ସେଇ ଜାଗାରେ ପୃଥିବୀର ସବୁଠୁ ଅଧିକ ପ୍ରଭୁଙ୍କର କାର୍ଯ୍ୟ ହେଉଛି। ମଣ୍ଡଳୀର ଯାତ୍ରା ନିରାପତ୍ତା ନୁହେଁ। ଶୁଣିପାରୁଛୁ କି? କିଏ ଶୁଣୁଛୁ? କାହିଁ ଦେଖିବା। ମଣ୍ଡଳୀର ଯାତ୍ରା ଆଗରେ ଯେଉଁମାନେ, ପଛରେ ଯେଉଁମାନେ ବସୁଛନ୍ତି ବାହାର ପଟେ ଭାଇ ଭଉଣୀ ମାନେ, ସେମାନେ ଶୁଣିବା ଆବଶ୍ୟକ କରୁଛି। ମଣ୍ଡଳୀର ଯାତ୍ରା ନିରାପତ୍ତା ନୁହେଁ। ସୁରୁଖୁରୁରେ ନିରାପତ୍ତାରେ ମଣ୍ଡଳୀ ଯାତ୍ରା କରିବ, ଏଇଟା ନାହିଁ କୋଉଠି ଲେଖା ହେଇନି ବାଇବେଲ। ଯୀଶୁଖ୍ରୀଷ୍ଟଙ୍କର ଶୋଇଥିବା ଡଙ୍ଗାରେ ମଧ୍ୟ ତୋଫାନ ଅଛି। ଯୀଶୁଖ୍ରୀଷ୍ଟଙ୍କର ଶୋଇଥିବା ଡଙ୍ଗାରେ ତୋଫାନ ଅଛି। ଆଉ ତୋଫାନ କେବେ ମଧ୍ୟ ଅନୁକୂଳ ପରିସ୍ଥିତି ଦେଇକି ଯାଏ ନାହିଁ, ପ୍ରତିକୂଳ ପରିସ୍ଥିତି ଦେଇକି ଯାଏ। ଢେଉକୁ ମୁକାବିଲା କରିକି ଡଙ୍ଗାଟା ଆଗକୁ ବଢେ। ଆପଣଙ୍କ ଜୀବନ, ମୋର ଜୀବନ ପ୍ରତିକୂଳ ପରିବେଶ ଭିତରେ ଯୀଶୁ କହିଲେ ତମ ଜଗତର କ୍ଲେଶ ଅଛି, କିନ୍ତୁ ଧୈର୍ଯ୍ୟ ଧର, ଆନନ୍ଦ କର ଯେ ମୁଁ ଜଗତକୁ ଜୟଲାଭ କରିଛି। ପ୍ରେଜ୍ ଦ ଲର୍ଡ। ଆଉ ସେ ଯେତେବେଳେ ଆହ୍ୱାନ କଲେ, ଡାକିଲେ, କ'ଣ ବୋଲି ଡାକିଲେ? ଯେ ମୋ ପଛରେ ଆସିବ ସେ କ'ଣ କରୁ? ଆପଣା କ୍ରୁଶ କ'ଣ କରୁ? ବହନ କରୁ। এটা ইজি নাই। ଖ୍ରୀଷ୍ଟିଆନ ଲାଇଫଟା ଇଜି ନାହିଁ, এটা କମ୍ଫର୍ଟେବଲ୍ ଜୋନ୍ ନାହିଁ, ସୁବିଧାରେ ସହଜରେ ହେବ ସେମିତି ନାହିଁ। ଆପଣ ତ ବଢ଼ିଆ ବଢ଼ିଆ, ମୁଁ ତ ଯାଇଥିଲି ପାଷ୍ଟର ବାବୁଙ୍କର ଘରକୁ, ଚର୍ଚ୍ଚକୁ ଥରେ ମୋତେ ଡାକିଥିଲେ, ଏ ସାନ ଭାଇ, ଏଇ ମୋର ସାନ ଭାଇ, ଏସି ଲାଗିଛି, ଏସି। ପ୍ରଭୁ କରନ୍ତୁ ଆପଣଙ୍କ ଚର୍ଚ୍ଚରେ 4ଟା ଏସି ଦିଅ, କିନ୍ତୁ ଶୋଇବେ, ପ୍ରାର୍ଥନା କରିବେ ନାହିଁ। ଦ୍ୟାଟ୍ ଇଜ୍ ଦ ପ୍ରୋବ୍ଲେମ୍। ଏସି ଲାଗିଲେ ଥଣ୍ଡା ମଣ୍ଡଳୀ ହେଇଯିବ, ଏବେ ଗରମ ମଣ୍ଡଳୀ ଅଛି, ବୁଝିଲେ କି ନାହିଁ? ଠିକ୍ ଅଛି, ସୁବିଧା ସୁଯୋଗ ସବୁ କରନ୍ତୁ, ଯେ ଈଶ୍ୱରଙ୍କର ସେବା କରିବାରେ ଅବହେଳା କରନ୍ତୁ ନାହିଁ। ବହୁତ ଭଲ କନ୍ଧମାଳ ଏଇ ଜାଗାରେ ବହୁତ ବଡ଼ ବଡ଼ ମଣ୍ଡଳୀ, ଚର୍ଚ୍ଚ ବିଲ୍ଡିଂ ଅଛି। ବଡ଼ ବଡ଼ ଚର୍ଚ୍ଚ କଥା ମୁଁ କହୁନାହିଁ, ଆମର ଯେଉଁ ଛୋଟ ଛୋଟ ମଣ୍ଡଳୀ ସବୁ ବହୁତ ସୁନ୍ଦର ସୁନ୍ଦର ମଣ୍ଡଳୀ। ଏମିତି ମଧ୍ୟ ମଣ୍ଡଳୀ ଅଛି ଯୋଉଠି ଝୁପିପଟି ମଧ୍ୟ ନାହିଁ, ତାଳପତ୍ର ଘର ମାନଙ୍କରେ ମଧ୍ୟ ମୁଁ ଉପାସନା କରୁଛି। ତାଳପତ୍ର ଛପର ଘର ମାନଙ୍କରେ ଗୋଟେ ବସିକି ତା ଭିତରକୁ ଯିବ, କବାଟ ନଥିବ। ଏମିତି ଉପାସନା ଗୃହ ମାନଙ୍କରେ ମଧ୍ୟ ପ୍ରଭୁଙ୍କର କାମ ଚାଲିଛି। ସେ ବଡ଼ ବିଲ୍ଡିଂ ହେଉ ସାନ ବିଲ୍ଡିଂ ହେଉ, ଯାଏ ସେ ନାହିଁ। ପ୍ରଭୁ ଗୌରବ ପାଆନ୍ତୁ। 24 ବର୍ଷ କାଳ ଏଇ ମଣ୍ଡଳୀର ଇତିହାସ, 24 hours, 24 years। ଆସନ୍ତାକାଲି ଆପଣ ମାନେ ସିଲଭର ଜୁବଲିରେ ପ୍ରବେଶ କରିବେ। So your celebration must be one year। ଖାଲି ଡେଟ୍ ଆସିଗଲେ ଆପଣ ଯେ କ'ଣ ସିଲଭର ଜୁବଲି ନାହିଁ, ରୌପ୍ୟ ଜୁବଲି, ରୌପ୍ୟ ଜୁବଲି ପାଳନ କରିବେ ସେ କଥା ନାହିଁ। ଆସନ୍ତାକାଲି ଠାରୁ ଏଇ ମଣ୍ଡଳୀର ସିଲଭର ଜୁବଲି ଆରମ୍ଭ ହେଲା। ଆସନ୍ତା ବର୍ଷ 1 ତାରିଖ ପର୍ଯ୍ୟନ୍ତ ସିଲଭର ଜୁବଲି ଚାଲିବ, ତାପରେ କମ୍ପ୍ଲିଟ୍ ହେବ। ତାପରେ ପ୍ରଭୁଙ୍କ ଆଗମନ ଡେରି ଥିଲେ ଆପଣ ହୁଏତ ଗୋଲ୍ଡେନ ଜୁବଲିକୁ ଯାଇପାରନ୍ତି। ମୁଁ କିନ୍ତୁ ପ୍ରାର୍ଥନା କରି ଜଲ୍ଦି ଆଜି ଏକା ରାତିରେ ପଳାସ ପ୍ରଭୁ, ଆଉ ଯୋଗ ଆବଶ୍ୟକ ନାହିଁ। ତମେ ଯଦି ଏଇଠିକି ରହିବା ପାଇଁ ଚାହୁଁଛ ତାହେଲେ ଗୋଲ୍ଡେନ ଜୁବଲି ପାଇଁ ପ୍ରାର୍ଥନା କର। ଆଉ 25 ବର୍ଷ ରହିବୁ ପ୍ରଭୁ, ଭୁବନେଶ୍ୱର ଛାଡ଼ି କୁଆଡ଼େ ଯିବୁ ନାହିଁ। ସମସ୍ତେ ନିଜ ଦେଶକୁ ଫେରିବେ, ମନେ ରଖ ଲେଖା ହେଇଯିବ। କେହି ମଧ୍ୟ କେଉଁଠି ରହିବେ ନାହିଁ। ଯିଏ ଯୁଆଡ଼େ ବାହାରେ ଅଛନ୍ତି, ଆମେରିକା, ଲଣ୍ଡନ, ଜର୍ମାନୀ, ଦିଲ୍ଲୀ, ବମ୍ବେ, କାଲକାଟା, ସବୁ ନିଜ ସମସ୍ତେ ଫେରିବେ। ଏଥିପାଇଁ ମଣ୍ଡଳୀ ଯେମିତି ପ୍ରାନ୍ତରରେ 40 ବର୍ଷ ପ୍ରାନ୍ତରର ମଣ୍ଡଳୀ ଥିଲା। ଆପଣ ଭାବନ୍ତୁ ଜେରୁସାଲେମର ମଣ୍ଡଳୀ କୋଉଠି କୋଉଠି ପହଞ୍ଚିଲା, ଆଜି ଏଠି ପହଞ୍ଚିଛି। ଇଟ୍ସ ଏ ମୁଭିଂ ଚର୍ଚ୍ଚ, ଜୀବନ୍ତ ମଣ୍ଡଳୀ। ମଣ୍ଡଳୀ ଗୋଟେ ଦେଶ ନୁହେଁ, ଇସ୍ରାଏଲ ଗୋଟେ ଦେଶ। ଇସ୍ରାଏଲ 12 ଗୋଷ୍ଠୀ,
ରୁବେନ, ଜିହୁଦା, ଗାଦ, ଆସେର, ବେଞ୍ଜାମିନ, ନଫ୍ତାଲି, ଇସାକର, ଜେବୁଲୁନ, ଯୋସେଫ ଏମାନଙ୍କୁ ନେଇକି ଇସ୍ରାଏଲ ଦେଶ ଅଛି ଆଜି। କେତିକି ବର୍ଷ? 3000 ବର୍ଷ, 4000 ପାଖାପାଖି ବର୍ଷର ଅଛି। ମଣ୍ଡଳୀ ଗୋଟେ ଦେଶ ନାହିଁ। ମଣ୍ଡଳୀ ବିଭିନ୍ନ ଦେଶର ଲୋକମାନେ, ପ୍ରତ୍ୟେକ ଭାଷାବାଦୀ, ପ୍ରତ୍ୟେକ ଜାତି, ପ୍ରତ୍ୟେକ ଗୋଷ୍ଠୀର ଲୋକମାନେ, ଅଗଣ୍ୟ ମହାଜନତା ପ୍ରକାଶିତ ବାକ୍ୟରେ ପ୍ରଭୁଙ୍କର ବେଦୀ ସାମ୍ନାରେ ଠିଆ ହେଇଛନ୍ତି। ଆଉ ପ୍ରତ୍ୟେକ ଭାଷାବାଦୀ ଲୋକମାନେ ପାଇବେ। ପାଖାପାଖି 4000 ଭାଷାରେ ବାଇବେଲ ଅନୁବାଦ ହେଇଛି, ଆହୁରି ହେଉଛି ମଧ୍ୟ। ଯେଉଁ ଭାଷାର ଅନୁବାଦ ହେଇପାରୁନାହିଁ, ଛୋଟ ଛୋଟ ଚଟି ବହି, ନୂତନ ନିୟମ, ମାଥ୍ୟୁ, ଯୋହନ ସୁସମାଚାର, ସେଗୁଡ଼ାକ ରେକର୍ଡିଂ କରାହେଉଛି। ପ୍ରତ୍ୟେକ ଲୋକ ନିଜ ଭାଷାରେ, ନିଜ କାନରେ ସେ ସୁସମାଚାର ଶୁଣିବେ। ତାପରେ ଯୁଗାନ୍ତ ହେବ। ଆସନ୍ତୁ ଖୋଲିବା, ମଣ୍ଡଳୀ କେମିତି ଆଗକୁ ଯାଇପାରେ। ଆମର ଏଇ ମଣ୍ଡଳୀ କେମିତି ଆଉ ଆଗକୁ ଯାଇପାରେ। ମୁଁ କିଛି ଅଳ୍ପ କିଛି ବିଷୟ କହିବା ପାଇଁ ଚାହୁଁଛି, ଯେଉଁଟାକି ଅତି ଗୁରୁତ୍ୱପୂର୍ଣ୍ଣ। ଧ୍ୟାନ ଦେଇ ଶୁଣିବା ପାଇଁ ମୁଁ ଅନୁରୋଧ କରୁଛି। ବହୁତ ସମୟ ନେବି ନାହିଁ, ଅଳ୍ପ ସମୟ ଭିତରେ, କାହିଁକି ପିଲାମାନଙ୍କୁ ଧରିକି ମାଆମାନେ ଆସୁଛନ୍ତି, ଛୁଆମାନଙ୍କୁ ଧରିକି। ଆଉ ବର୍ତ୍ତମାନ 9:25 ହେଲାଣି। ଦ୍ୱିତୀୟ କରନ୍ତି ମଣ୍ଡଳୀକୁ ପାଉଲଙ୍କର ଦ୍ୱିତୀୟ ପତ୍ର। ଆସନ୍ତୁ ଖୋଲିବେ 1 ପର୍ବ ମୋ ସହିତ। 1 ପର୍ବରେ 21 ପଦ ଆଉ 22 ପଦ, ଦୁଇଟା ପଦ ଆମେ ପଢ଼ିବା। ଏକୋଇଶ ପଦ ସମସ୍ତ ଜଣେ ବାଇବେଲ ଧରିଛନ୍ତି। କିଏ ବାଇବେଲ ଧରିଛନ୍ତି? ମୋତେ ବାଇବେଲ ଦେଖାଇଲା ପାଇଁ ଉଠେଇକି ଦେଖାଅ। ମୋର ଅଭ୍ୟାସ ସେଇଟା ପଚାରିବା ପାଇଁ। ବାଇବେଲ ନଥିଲେ ଗାଳି ଶୁଣିବାକୁ ଶୁଣିବେ। ବାଳକୁ କହିବି ଆଜ୍ଞା ଗାଳି କରନ୍ତୁ, ମାନେ ବାଇବେଲ ଧରିକି ଆସିଲା। ଓକେ, ଏଇଟା ଧରିଥିଲେ ଶୈତାନ ଡରିବ। ଅସ୍ତ୍ର ଧରି କ'ଣ ଯୁଦ୍ଧ କରିବାକୁ ଯିବ କି? ଗୁଡ଼େଇ ପିଟିବେ ଲୋକ। ଯଦି ଅସ୍ତ୍ର ଧରିଥିବ ବୋଲେ ତମେ ଯୁଦ୍ଧ କରିବ। ସେ ଦୁଇଟା ମାରିଲେ ତମେ ଗୋଟେ ତ ମାରିପାରିବ ନା, ନାଇଁ କି? ଏଥିପାଇଁ ଏଠି କ'ଣ ଲେଖା ହେଇଛି? 21 ପଦ ଅତି ଧ୍ୟାନର ସହିତ, ମୁଁ ଗୁଡ଼ାଏ ରେଫରେନ୍ସ ଦେବା ପାଇଁ ଚାହୁଁନାହିଁ। এই 2-3ଟା ରେଫରେନ୍ସରେ ଆମେ ଆଲୋଚନା କରିବାକୁ ପଡ଼ିବା। ପୁଣି ଯେ ଆମ୍ଭମାନଙ୍କୁ, ପାଉଲ କହୁଛନ୍ତି ଯେ ଆମ୍ଭମାନଙ୍କୁ ତୁମ୍ଭମାନଙ୍କ ସହିତ, ପାଷ୍ଟର ମାଥ୍ୟୁଙ୍କ ସହିତ ଏଇ ମଣ୍ଡଳୀ ଲୋକମାନେ, ବୁଝନ୍ତୁ ସେଇ ଭାଷାରେ କହୁଛନ୍ତି। 21 ପଦ କରନ୍ତି ମଣ୍ଡଳୀକୁ ଦ୍ୱିତୀୟ ପତ୍ର ପାଉଲଙ୍କର 1 ପର୍ବର 21 ପଦ। ଯେ ପୁଣି ଯେ ଆମ୍ଭମାନଙ୍କୁ ତୁମ୍ଭମାନଙ୍କ ସହିତ ଖ୍ରୀଷ୍ଟଙ୍କ ଠାରେ ସ୍ଥିର କରନ୍ତି। କ'ଣ କରନ୍ତି? ଯଦି ବି ଗୋଟେ ବିଷୟ ସ୍ଥିରତା ନାହିଁ, ଅନଷ୍ଟେବଲ, ଅସ୍ଥିର ଜୀବନ। ଆଜି ମଣ୍ଡଳୀର ସ୍ଥିରତା ଦରକାର। ବାଳକ, ପ୍ରଚାରକ, ସେବକ ମାନଙ୍କର ସ୍ଥିରତା ଦରକାର। ମଣ୍ଡଳୀର କର୍ମକର୍ତ୍ତା ମାନଙ୍କର ସ୍ଥିରତା ଦରକାର। ଆଜି ମଣ୍ଡଳୀର ବିଶ୍ୱାସୀ ମାନଙ୍କର ସ୍ଥିର ଜୀବନ ଦରକାର। ସ୍ଥିର ଜୀବନ, ଅସ୍ଥିର ଜୀବନ ନାହିଁ। ପ୍ରଭୁ ଯୀଶୁ ବାପ୍ତିଜିଙ୍କ ଯୋହନଙ୍କ କଥା କହି କ'ଣ ବୋଲି କହିଲେ? ତମେ କ'ଣ ଦେଖିବା ପାଇଁ ଯାଇଥିଲ? ପବନରେ ଦୋହଲୁଥିବା ନଳକୁ ଦେଖିବା ପାଇଁ ଯାଇଥିଲ? ବରଗଛ କିଏ ଦେଖିଛି? ବରଗଛ ଦେଖିଛ ନା? ଓହଳି ଥିବ, ଚେର ଗୁଡ଼ାକ ନାଇଁ କି ହଲୁଥିବ। ବାପ୍ତିଜିଙ୍କ ଯୋହନଙ୍କୁ ସେଇ ଭାଷାରେ କହିଲେ ଯେ ତମେ ପବନରେ ଦୋହଲୁଥିବା ନଳକୁ ଦେଖିବା ପାଇଁ ଯାଇଥିଲ। ଏମିତିଆ ଲୋକଙ୍କୁ, ବାପ୍ତିଜିଙ୍କ ଯୋହନ ଭଳିଆ ଲୋକଙ୍କୁ ଆମେ ଅନେକ ସମୟରେ ଅସ୍ଥିର ଜୀବନ କାଟୁ। ଆମ ବିଶ୍ୱାସ ଟଳମଳ ହେଇଯାଏ। ଛୋଟ ଛୋଟ କଥାରେ ଆମେ ପଛକୁ ପଳେଇ ଯାଉ। ଛୋଟ ଛୋଟ ବିଷୟରେ ଆମେ ପ୍ରଭୁଙ୍କୁ ଅଭିଯୋଗ କରୁ। ଯୀଶୁଙ୍କର ସ୍ୱର ଦାଣ୍ଡରେ କେହି ଶୁଣିଲେ ଲେଖା ହେଇଛି ବାଇବେଲରେ। ତାହାଙ୍କ ସ୍ୱର କେହି ଶୁଣିଲେ ନାହିଁ। ସେ ସଦମୟ ସଳିତା ଲିଭାନ୍ତି ନାହିଁ, ଛେଚା ନଳକୁ ଭାଙ୍ଗନ୍ତି ନାହିଁ। ଯେଉଁ ସେ ସଳିତା ଲିଭି ଯାଉଛି, ତେଲ ନାହିଁ, ସରିଯାଉଛି, ସେ ତେଲ ପକେଇ ଜଳାନ୍ତି ତାକୁ। ଯେଉଁ ଛେଚା ନଳ ଭାଙ୍ଗି ଯାଇଛି ତାକୁ ଯୋଡ଼ିକି ତାକୁ ଠିଆ କରିଦିଅନ୍ତି। ଆପଣଙ୍କୁ ମୋତେ ସେଇ ପ୍ରକାର ଅସ୍ଥିର ଜୀବନ ସୁସ୍ଥିର କରନ୍ତି। ପାଉଲ କହୁଛନ୍ତି ଆମ୍ଭମାନଙ୍କ ସହିତ ତୁମ୍ଭମାନଙ୍କୁ, ବୋଲେ ଖାଲି ପାଳକଙ୍କୁ ନାହିଁ, ମଣ୍ଡଳୀକୁ ମଧ୍ୟ, ଖାଲି ମଣ୍ଡଳୀକୁ ନାହିଁ, ପାଳକଙ୍କୁ ମଧ୍ୟ। କ'ଣ ଲେଖା ହେଇଛି ଏଠି ଦେଖନ୍ତୁ? ପୁଣି ଆମ୍ଭମାନଙ୍କୁ ଅଭିଷେକ କରିଅଛନ୍ତି। ଆମ୍ଭମାନଙ୍କୁ କ'ଣ କରିଛନ୍ତି? କ'ଣ କରିଛନ୍ତି? ଅଭିଷେକ। ଆଉ ଥରେ କହିବା ଅଭିଷେକ। ଆମେ ଅଭିଷେକରେ କ'ଣ ବୁଝୁ? ଅଭିଷେକ କରିଅଛନ୍ତି। କରିବେ ବୋଲି ଖାଇନି, କରିଅଛନ୍ତି, କମ୍ପ୍ଲିଟେଡ୍। ଆମମାନଙ୍କୁ ସେ ଅଭିଷେକ କରିଅଛନ୍ତି। ପାଳକଙ୍କୁ ଅଭିଷେକ କରିଅଛନ୍ତି, ଆଉ ମଣ୍ଡଳୀକୁ ଅଭିଷେକ କରିଅଛନ୍ତି। ପାଉଲ କହିଛନ୍ତି ମୋ ସହିତ, ଆମ୍ଭମାନଙ୍କ ସହିତ ବା କାର୍ଯ୍ୟକାରୀ ମାନଙ୍କ ସହିତ
ତୁମମାନଙ୍କୁ କରନ୍ତି ମଣ୍ଡଳୀକୁ। ଏବେ ମୁଁ ସରଳ ଭାଷାରେ କହିବା ପାଇଁ ଚାହୁଁଛି, ଆମେ ଯେତେବେଳେ ପାଷ୍ଟର ମାନେ ବସିଛୁ, ଆମେ ବାହାରିବୁ ଆଉ ମଣ୍ଡଳୀ ବିଶ୍ୱ ଥିବେ ମାନେ ଆମମାନଙ୍କ ସହିତ ଗୀତ ଗାଇ ଗାଇ ଦାଣ୍ଡ ମଝିରେ ଯିବା ବୋଲି କହିଲା। ଆମମାନେ ଆଉ ତମମାନେ ମିଶିକି ଯିବ, ସେଇ ଭାଷାରେ ଲେଖା ହେଇଛି। ଆମମାନଙ୍କ ସହିତ ତୁମମାନଙ୍କୁ ମଧ୍ୟ ପ୍ରଭୁ ଅଭିଷେକ କରନ୍ତି। କାହିଁକି ଅଭିଷେକ କରନ୍ତି? ଖ୍ରୀଷ୍ଟଙ୍କ ଠାରେ ସ୍ଥିର ହୋଇ ରହିବା ନିମନ୍ତେ ଅଭିଷେକ ଦରକାର। ୱିଥଆଉଟ୍ anointing, ଅଭିଷେକ ବିହନେ କେହି ଖ୍ରୀଷ୍ଟିଆନ ଜୀବନକୁ, ସ୍ଥିର ଜୀବନକୁ ରଖିପାରିବେ ନାହିଁ, ସ୍ଥିରତାରେ ଆଗକୁ ବଢ଼ିପାରିବେ ନାହିଁ। ଆପଣଙ୍କ ଜୀବନରେ ସ୍ଥିରତା ଦରକାର, ମୋ ଜୀବନ ସ୍ଥିରତା ଦରକାର, କାର୍ଯ୍ୟକାରୀମାନଙ୍କ ଜୀବନରେ ସ୍ଥିରତା ଦରକାର। ସ୍ଥିର ହୋଇ ରହିବା ନିମନ୍ତେ ଆମର ଜ୍ଞାନ, ବୁଦ୍ଧି, ବିବେକ, ଧାର୍ମିକତା, ସିଦ୍ଧତା, ପବିତ୍ରତା, ମସ୍ତିଷ୍କଗତ ଜ୍ଞାନ, ଆମର ପାଠ, ଆମର ଡିଗ୍ରୀ, ଆମର ଧନ ସମ୍ପତ୍ତି, ମାନ ମର୍ଯ୍ୟାଦା କିଛି ସାହାଯ୍ୟ କରିପାରିବ ନାହିଁ, କିଛି ସାହାଯ୍ୟ କରିପାରିବ ନାହିଁ। ବିଶ୍ୱାସୀ ନିମନ୍ତେ ଅଭିଷେକର ଆବଶ୍ୟକ ଅଛି, ଅଭିଷେକର ଆବଶ୍ୟକ ଅଛି। ଏଥିପାଇଁ ସେ କ'ଣ ବୋଲି କହୁଛନ୍ତି ଦେଖନ୍ତୁ, ତଳକୁ ଯିବା 22 ପଦରେ, ସେ ମଧ୍ୟ ଆମ୍ଭମାନଙ୍କୁ ମୁଦ୍ରାଙ୍କିତ କରିଅଛନ୍ତି। ପ୍ରେଜ୍ ଦ ଲର୍ଡ। କ'ଣ କରିଅଛନ୍ତି? ମୁଦ୍ରାଙ୍କିତ। ମୁଦ୍ରାଙ୍କିତ ଅର୍ଥ ହେଉଛି ସିଲ୍ ଦେଇଛନ୍ତି, ସିଲ୍। ସେ ଆମ୍ଭମାନଙ୍କୁ ମୁଦ୍ରାଙ୍କିତ କରିଅଛନ୍ତି। କାହିଁକି ମୁଦ୍ରାଙ୍କିତ କରିଛନ୍ତି? ଓ ଆମ୍ଭମାନଙ୍କ ହୃଦୟରେ ପବିତ୍ର ଆତ୍ମାଙ୍କୁ ବଇନା ସ୍ୱରୂପେ ଆଡଭାନ୍ସ ଦାନ କରିଅଛନ୍ତି। ଆମ ସମସ୍ତଙ୍କୁ ସେ କ'ଣ କରିଅଛନ୍ତି? ପବିତ୍ର ଆତ୍ମାଙ୍କୁ ଦେଇକି ତାଙ୍କ ପାଇଁ ଆଡଭାନ୍ସ ଦେଇ ଆମେ ଦିଆଯାଇଛୁ। ଆଡଭାନ୍ସ ବୋଲେ କ'ଣ ବୁଝୁଛୁ? ଆପଣ ଗୋଟେ ଜିନିଷ କିଣିବେ, ଆଡଭାନ୍ସ ଦେବେ। ଗୋଟେ ଜମି କିଣୁଛନ୍ତି, ସେ ଜମି ପାଇଁ ଆପଣ ମନେକର 50,000 ଟଙ୍କା ଆଡଭାନ୍ସ ଦେଲେ, ହେଲା। ମନେକର ଆପଣ ଗାଡ଼ି କିଣୁଛନ୍ତି, ଆପଣ ଡାଉନ୍ ପେମେଣ୍ଟ କଲେ। କିଛି ଗୋଟେ ଜିନିଷ କିଣୁଛନ୍ତି, ପୁରା ପଇସାଟା ନ ଦେଇକି ଅଳ୍ପ କିଛି ଦେଲେ। ମୁକ୍ତି ଦିବସ ନିମନ୍ତେ ଆପଣଙ୍କୁ ମଣ୍ଡଳୀକୁ ପ୍ରଭୁ କ'ଣ କରିଛନ୍ତି? ପବିତ୍ର ଆତ୍ମାଙ୍କୁ ଦେଇକି ଆମମାନଙ୍କୁ ମୁଦ୍ରାଙ୍କିତ କରିକି ରଖିଅଛନ୍ତି। ହାଲେଲୁୟା। ମୁଁ ଦେଖିପାରୁଛି ଅନ୍ୟ ମନସ୍କ କାହିଁକି କହୁଛ ତମେ ୟାର ସିଆଡ଼େ, why you looking here and there? କ'ଣଟା କ'ଣ ବାବା ତମେ ଜାଣିଛ ମୁଁ ଡିଷ୍ଟର୍ବାନ୍ସରେ ମୁଁ ଜମା ଶୋଇପାରିବି, ମୁଁ ଜାଣିବି କେତେ ବଡ଼ ମିଟିଂରେ ମୋତେ ଡିଷ୍ଟର୍ବାନ୍ସ ନ ଧ୍ୟାନ ଅଛି, ବାକ୍ୟ ଶୁଣ, କିଛି ବି ସବୁ ଚିନ୍ତା କର ନାହିଁ। ତମେ ଏଇଟା ବି ଶୁଣିବ ନାହିଁ, ଇଆଡ଼େ ସିଆଡ଼େ ହେଉଥିବ ବ୍ୟସ୍ତରେ। ପ୍ରୋଗ୍ରାମ ଓରିଏଣ୍ଟେଡ୍ ଚର୍ଚ୍ଚ କର ନାହିଁ, କନସେନ୍ଟ୍ରେସନ୍ ଚର୍ଚ୍ଚ କର, ହେଲା। ପ୍ରୋଗ୍ରାମ ବୋଲିକି ବର୍ଷ ସଙ୍ଗେ ଏମିତି ମଣ୍ଡଳୀ ଚାଲିଯାଇଛି। ବାକ୍ୟ ପାଇଁ ସ୍ଥାନ ଦିଅ, ପ୍ରାର୍ଥନା ପାଇଁ ସମୟ ଦିଅ। ଆଦ୍ୟ ମଣ୍ଡଳୀ ପ୍ରେରିତମାନଙ୍କ ଶିକ୍ଷା, ସହଭାଗିତା, ପ୍ରାର୍ଥନା କରିବା, ରୁଟି ଭାଙ୍ଗିବା 4ଟା ନିର୍ଦ୍ଧାରଣ ଥିଲା, ସେଇଟା କରିକି ଥିଲେ ସେମାନେ। ଶିକ୍ଷା ପ୍ରଥମେ ମଣ୍ଡଳୀରେ, ତମର ପ୍ରୋଗ୍ରାମ ହେଉଛି ପରେ। ବୁଝିପାରୁଛ ତ? ତମ ଖରାପ ଭାବିଲେ ଭାବ। ତମର ବାକ୍ୟ ମଣ୍ଡଳୀରେ ପ୍ରଥମେ, ପ୍ରାର୍ଥନା, ସହଭାଗିତା, ରୁଟି ଭାଙ୍ଗିବା ଇମ୍ପୋର୍ଟାଣ୍ଟ। ତାପରେ ତମେ ଯେତେ କାର୍ଯ୍ୟକ୍ରମ କରୁଛ କର, କିଛି ଆସ ନାହିଁ। ଯଦି ସବୁ କାର୍ଯ୍ୟକ୍ରମ କି ତମେ ବାକ୍ୟ ପାଇବ ନାହିଁ, ଜମା ବ୍ୟସ୍ତ ହବ ନାହିଁ। ମୁଁ ଚା କହିଲି ବୋଲି ତମେ ଚା ତିଆରି କରି କାହିଁକି ଆଣିବ? ମୁଁ ତ ଚା ଦିଅ କହିନି ନା। ମୁଁ କହିଲି 12ଟା ଯଦି ମୁଁ ପ୍ରଚାର କରିବି ମୋତେ ଚା ଦରକାର କହିଲି ନା, ନାଇଁ କି? ମୁଁ ତ 12ଟା ପ୍ରଚାର କରିବି, ମୁଁ 20 ମିନିଟ୍ ଶେଷ କରିଦେବି। ମୋର କହିବାର ଅର୍ଥ ସେଥିପାଇଁ ଆମମାନଙ୍କୁ ସ୍ଥିରତା ଦରକାର। ଆଉ କିଏ ଭିତରକୁ ଆସିବାକୁ ଚାହୁଁଛି? କମାନ୍ କହି ଆସନ୍ତୁ, ଯଦି ଶୁଣିବା ପାଇଁ ଚାହୁଁଛ ଠିକ୍ ରୂପେ। ଏଥିପାଇଁ ପାଉଲ ଚାହୁଁଥିଲେ ମଣ୍ଡଳୀକୁ, ସରଳ ଭାଷାରେ ମଣ୍ଡଳୀ ସମ୍ପୂର୍ଣ୍ଣ ମଣ୍ଡଳ ଅଭିଷେକ ପାଉ। ଅଭିଷେକ ସମସ୍ତଙ୍କର ଅଧିକାର। ପ୍ରେଜ୍ ଦ ଲର୍ଡ। ଏ ସାନ ପିଲାଙ୍କ ଅଧିକାର, ବଡ଼ ଲୋକଙ୍କ ଅଧିକାର, କ'ଣ ବାହାରେ ଅଧିକାର, ଭିତରେ ଅଭିଷେକ ସମସ୍ତଙ୍କୁ ଦବ। ୱିଥାଉଟ୍ ଅଭିଷେକ ତମେ ଗୋଟେ ଇଞ୍ଚ ମଧ୍ୟ ପହଞ୍ଚି ପାରିବ। ଅଭିଷେକ ବୋଲେ ଅର୍ଥ କ'ଣ? ଏନଏଣ୍ଟିଂ। ହାତ ତେଲ ଲଗାଇକିରି ମୁଣ୍ଡରେ ହସ୍ତ ରଖିକି ଅଭିଷେକ ନାହିଁ, ସେଇଟା ହେଲା ପବିତ୍ର ଆତ୍ମାଙ୍କର ଅଭିଷେକ, ପବିତ୍ର ଆତ୍ମାଙ୍କର ଶକ୍ତି। କ'ଣ ଲେଖା ହେଇଛି ସେଠି? ପ୍ରେରିତ କ୍ରିୟାର 1 ପର୍ବ 8 ପଦରେ କ'ଣ ଲେଖା ହେଲା? ମୁଁ ଯେଉଁ ପିତାଙ୍କୁ ଅନୁରୋଧ କରିଥିଲି ପବିତ୍ର ଆତ୍ମାକୁ ପଠେଇ ବୋଲିକି, ସେ ତୁମ ଉପରେ ଅବତୀର୍ଣ୍ଣ ହେଲା ପରେ ତୁମେ ଶକ୍ତି ପ୍ରାପ୍ତ ହେବ। ପ୍ରେଜ୍ ଦ ଲର୍ଡ। ପବିତ୍ର ଆତ୍ମା ତୁମ ଉପରେ ଅବତରଣ କଲା ପରେ ତୁମେ ଶକ୍ତି ପ୍ରାପ୍ତ ହେବ। ଶକ୍ତି ପ୍ରାପ୍ତ ହେଲା ପରେ ଜେରୁସାଲେମ, ଜିହୁଦା ପ୍ରଦେଶ, ସମରିଆ, ପୃଥିବୀର ପ୍ରାନ୍ତ ଭାଗ ପର୍ଯ୍ୟନ୍ତ ତୁମେ କ'ଣ କରିବ? ମୋର ସାକ୍ଷୀ ହେବ।
एथिपाई शक्ति प्राप्त हुअन्ति से शक्ति होची तांकर अभिषेक एनॉइंटिंग द पावर ऑफ गॉड इज द एनॉइंटिंग ऑफ द होली स्पिरिट सेटा पाइले केवल तुम साक्षी हेबो साक्षी के हेबो एविडेंस थिले साक्षी हेबो तुम पाखे साक्षी जो तुम हेइछो आखिरे देखिथिबो कांडे सुनिथिबो घटना घटिला बेले थिबे से एक साक्षी मिथ्या साक्षी को मजिस्ट्रेट ग्रहण करिवे नाही एते मंडली रे साक्षी देवा दरकार आश्चर्य मत बहुत खुशी लगे तुम धन्यवाद करते मंडली पृथ्वी पाई मंडली पृथ्वी पाऊँ और 5 नंबर चैलेंज पाई मत धन्यवाद करते आसंता वर्ष आउट अधिक पृथ्वी पाइबा दरकार नाई कि बास आई सेम जगह थिले हेबो छुआ बेला हेबा दरकार मंडली मत पृथ्वी पाइबा दरकार अछि एथि पई एटा पृथ्वी केमती पाइबो मंडली आगो केमती जाई पाइबो आमे जहाँ भी जोटी भी अच्छु केते टंकार केते कोटी बिल्डिंग ना केते लक्ष टंकार बिल्डिंग केते हजार टंकार बिल्डिंग डोंट बोदर फॉर दैट एटा टेम्पररी जगह में अछि एटा टेम्पररी दूरी बाद रे प्रभु आसीबे हमन को नै जिबे अनंत राज्य में प्रवेश करिबा तांको सहित रहिबा सेटा हमर परमानेंट इस्राएल जातिर पर मंदिर नै आज बंद हमर घर गुडा रहइबो कि घर दरकार हमको ए बड़ विश्वासी मंदिर तैयार कर दो 7 वर्ष सेवा करिवे ता पूर्व मंडली पळेबो प्रभु राज्य को आमे से राज्य रे केमती प्रवेश करियो सही चिंता एटी बसले करिबा अन्य समस्त विषय अपेक्षा प्रायोरिटी दियंतु ईश्वरଙ୍କ वाक्य जानिबा निमंते प्रार्थना समय काटिबा निमंते रविवार दिन उपासना हेबा घंटा बाजबा संगे संगे कबाट खोलले संगे संगे जेते लोग आसीबा को बसिबे अपेक्षा काबू करबा दरकार नै तुम कीबोर्ड बंद करो तुम म्यूजिक बंद करो सब बंद आगो आंटुमाड़ी प्रार्थना आसु आसु प्रार्थना बालक को जगिब ना सेक्रेटरी को जगिब ना अनाउंसमेंट को जगिब ना कमान अध घंटा प्रार्थना करो आखिर लुहरे प्रार्थना करो भांगी दियो मन जीशु तो पाखे तापरे तुम उपासना करो वर्शिप करो वाद्य बजा कौन कर करो तापरे तुम दान संगे कौन कौन मंडल कार्यक्रम अच्छे विधि विधान सब करो किंतु आगो आसिक प्रार्थना करो आसु आसु आंटू माड़ी क्या कथबार्ता ना कि ना क्या देखा गोटे मसे ट्रायल कर देख तो केमती मंडल आम तो 10टा गीत गाइबा मना कर 15टा मत तुम गाओ झाड़ बाहर मत गीत गाइबा तो हाली आई ना कि वाक्य तो मन नथिबो वाक्य डांस मिल वाक्य प्रचार कला मत लोक गीत गाई नाचुंट आप देखिए जहाँ शुणी थे सब अमिश्रित मसला लेपन करके बढ़िया चून मार देके जोटा थी मन भी सब जाक बस वेरी केयरफुल चर्च आम से अति गुरुत्वपूर्ण भाव आत्मिक जीवन ये सहज ना आम पवित्र आत्मा द्वारा मुद्रांकित एफिसी 1 पर आसते एफिसी 1 शीघ्र आसते एफिसिया मंडली को पाउलंकर पत्र केमिति प्रभु आम अनुग्रह कर से विषय बुझा 3 पद आम मानकर प्रभु जीशु ख्रीष्ट ईश्वर वो पिता धन्य हूँ से ख्रीष्ट आम मान समस्त आत्मिक आशीर्वाद द्वारा स्वर्ग रे आशीर्वाद कौटी आशीर्वाद अच्छी अच्छी स्कूटी मोटरसाइकिल गाड़ी कार घर द्वार यहाँ सब अच्छी टीवी रेफ्रिजरेटर वाशिंग मशीन पैसा पत्र बैंक सब अच्छी जगत आशीर्वाद एगुड़ाक सबुदिन रहा स्वर्ग रे आशीर्वाद कर किए नेब बापा से प्रभु स्वर्ग में आपको आशीर्वाद कर मत आशीर्वाद कर किए नेबार अच्छी शैतान नहीं पार किसी कर स्वर्ग आशीर्वाद कर आशीर्वाद कर अर्थात आम्भे माने जेपरी ताहांको साक्षात पवित्र और अनिंदनीय हो एथिपाई से जगतर पतन पूर्वे कौन बुझुचु जगतर पतन पूर्वे बिफोर द फाउंडेशन ऑफ द अर्थ ए जगतर भित्तिमूल पड़ी नथिला ए जगतर पुनादी पड़ी नथिला ए जगतर भित्तिमूल कराई नथिला पृथ्वी तैयार करने में प्रभु को योजना नथिला ताको आइबो लिखिचंती अन्य जगह लिखा जाए पृथ्वी फाउंडेशन केंदी पड़ला केते बड़ पृथ्वी हेबो पूर्वर लिखा जाए जगतर पतन पूर्वे आंब मान को मनोनीत कले प्रेज द लॉर्ड एक्सीडेंटाली दुर्घटना बसत आपण मुझे बसना है आपण आ मु दुर्घटना बसत मीटिंग गोटे हो तो चलो जे बसिया एति बसले प्रभु आमको मनोनीत कर आउ कौन लोक ना बसते समस्त आसी ना तो अनेक विश्वास पालक मैंने अच्छा आपको डाकी से यू आर चोजन मनोनीत कर मनोनीत कले प्रभु को जानापी आमको के मनोनीत करागला जगत सृष्टि बाहर आदम को तैयार कर एदम ज्ञान नाला भलरे बुझ समय ना मोर कहवाई
ଆପଣଙ୍କୁ ମତେ ପୃଥିବୀ ସୃଷ୍ଟି ପୂର୍ବରୁ ଜାଣିଛନ୍ତି ପ୍ରଭୁ କି ଆର୍କେଟିକାଲ ବୋଲିକି ଏ ମାଥ୍ୟୁ ଫାଷ୍ଟ ମାଥ୍ୟୁ ବୋଲି ଆପଣ ମାଥ୍ୟୁ କିମା କେନା ମୁଁ ସୁତିକାନି ମା ବାବୁ ଜାଣିଛି ମାଥ୍ୟୁ କିମା ଆଶ୍ରମରେ ବାସ କରି ଜାଣିଛି ତାଙ୍କର କହିଛି ଆଉ ଜଣେ ମାଥ୍ୟୁ ବଢ଼ିଆ ନା ଆପଣ ଜଣେ ଶିଷ୍ୟ 12 ଶିଷ୍ୟ ଭିତରେ ଜଣେ ପ୍ରେଜ୍ ଦ ଲର୍ଡ ୱାଣ୍ଡରଫୁଲ ଆମେ ଜଣେ ଶିଷ୍ୟଙ୍କୁ ପାଇଲେ ପ୍ରଭୁଙ୍କର ପାଇ ଡାଇରେକ୍ଟ ଶିଷ୍ୟ ମଣ୍ଡଳ ବିଶ୍ୱାସ ଦେଇକି ରୁହ ହେଲା ତ ଏଥିପାଇଁ ଆମମାନଙ୍କୁ ଜଗତର ପତନା ପୂର୍ବେ ବା ଜଗତର ଫାଉଣ୍ଡେସନ ବା ଭିତ୍ତିମୂଳ ପଡ଼ିନଥିଲା ଆପଣଙ୍କୁ ମୋତେ ମନୋନୀତ କରାଯାଇଛି। ନେକ୍ସଟ ଆସନ୍ତୁ ଏକ ପର୍ବ କ'ଣ ଲେଖା ହେଇଛି ଦେଖିବେ 6 ପଦ ଏହା ତାହାଙ୍କ ଅନୁଗ୍ରହର ଗୌରବର ପ୍ରଶଂସା ନିମନ୍ତେ ହୋଇଅଛି। ଏହା ତାହାଙ୍କର ଅନୁଗ୍ରହର ଗୌରବର ପ୍ରଶଂସା ହୋଇଅଛି। ସେ ଅନୁଗ୍ରହ ସେ ପ୍ରିୟତମଙ୍କ ଦ୍ୱାରା ଆମ୍ଭମାନଙ୍କୁ ଦାନ କରିଛନ୍ତି। ଅନୁଗ୍ରହ ପ୍ରିୟତମଙ୍କ ଦ୍ୱାରା ପିତା ଦାନ କରିଛନ୍ତି। କ'ଣ ଅନୁଗ୍ରହ? ଯୋଉଟା ପାଇବା ପାଇଁ ଆମର ଯୋଗ୍ୟତା ନାହିଁ ସେଇଟା ବିନା ମୂଲ୍ୟରେ ପାଇଛୁ। ପରିତ୍ରାଣ, ପାପ କ୍ଷମା, ନରକରୁ ଉଦ୍ଧାର, ମୃତ୍ୟୁରୁ ଉଦ୍ଧାର, ଶୟତାନ ହାତରୁ ଉଦ୍ଧାର ଆଉ ଅନନ୍ତ ରାଜ୍ୟରେ ପ୍ରବେଶ କରିବା ପାଇଁ ଆମମାନଙ୍କୁ ବିନା ମୂଲ୍ୟରେ ଅନୁଗ୍ରହ ଦ୍ୱାରା ପ୍ରଭୁ କ'ଣ କରିଛନ୍ତି? ତାହା ଦାନ କରିଛନ୍ତି। ଅନୁଗ୍ରହରେ ଦାନ କରିଛନ୍ତି, ଖାଲି ଦାନ କରିନାହାନ୍ତି। କ'ଣ ଲେଖା ହେଇଛି 7 ପଦ ତାଙ୍କର ଅନୁଗ୍ରହ ରୂପ ନିଧି ଅନୁସାରେ ଆମ୍ଭେମାନେ ସେଇ ପ୍ରିୟତମଙ୍କ ଠାରେ ତାଙ୍କ ରକ୍ତ ଦ୍ୱାରା ମୁକ୍ତ। ତାଙ୍କ ରକ୍ତ ଦ୍ୱାରା ମୁକ୍ତି ଅର୍ଥାତ ଅପରାଧ ସବୁର କ୍ଷମା ପ୍ରାପ୍ତ ହୋଇଅଛୁ। ଅପରାଧ ସବୁର କ୍ଷମା ପ୍ରାପ୍ତ ହୋଇଛୁ। କେତେ ଅପରାଧ ଲେଖା ହେଇଛି ଆଜ୍ଞା? ଅପରାଧ ସବୁର କ୍ଷମା ପ୍ରାପ୍ତ ହୋଇଛୁ। ଦେଖୁଛନ୍ତି ତ ବାଇବେଲ? ମୁଁ ସେଇଟାରେ ପଚାରୁଛି, ଯୋଉଟା ପଢ଼ିଲି ସେଇଟାରେ ପଚାରୁଛି କେତେ ଅପରାଧ ଲେଖା ହେଇଛି? ସବୁବେଳେ କେତେ? 99 କେତେ? 100% ସବୁ ଅପରାଧ କ୍ଷମା କରିଦେଇଛନ୍ତି। ଆଶ୍ଚର୍ଯ୍ୟ କଥା। ଆଉ କ'ଣ କରିଛନ୍ତି? ଯୀଶୁଙ୍କ ରକ୍ତରେ ମୁକ୍ତି କରିଛନ୍ତି। ପିତା ପରମେଶ୍ୱର କ'ଣ କଲେ? ମନୋନୀତ କଲେ। ପିତା ପରମେଶ୍ୱର କ'ଣ କଲେ? ମନୋନୀତ କଲେ। ପୁତ୍ର ପରମେଶ୍ୱର କ'ଣ କଲେ? ମୁକ୍ତି କଲେ। କାହିଁକି ମୁକ୍ତି କଲେ? ରକ୍ତରେ ମୁକ୍ତି କଲେ। ମାଥ୍ୟୁ ସୁସମାଚାର 20 ପର୍ବର 28 ପଦ ପଢ଼, କାହିଁକି ସ୍ପଷ୍ଟ ପଢ଼, ବଡ଼ ପାଠରେ ପଢ଼। ମାଥ୍ୟୁ ସୁସମାଚାର 20-28 ପଦ କ'ଣ ଲେଖା ହେଇଛି? ହଁ, ସେବା ପାଇବାକୁ ଆସିନାହାନ୍ତି, ସେବା କରିବାକୁ ଅନେକଙ୍କ ନିମନ୍ତେ ମୁକ୍ତିର ମୂଲ୍ୟ। ଶସ୍ତାରେ ନାହିଁ। ଏ ଫୁଲ ବୁକେ ଏତେ ସୁନ୍ଦରଟା ଆପଣ ମୋତେ ବୁକେ ଦେଲେ এটা কমসে কম এটা খালরে সুস্কার করে মিল লাগবে পয়সা দিয়ে কিনি না তাইকে মনে পয়সা করতে পারবে না তাই বড্ড বড় কষ্ট রাতে তাকে দেব ଆମେ ଗୋଟେ ଶ୍ରଦ୍ଧା ଦେଖିବା ପାଇଁ ବହୁତ ଭାରି ଖୁସି ଲାଗେ। ବିଶ୍ୱାସୀ ମାନଙ୍କୁ ସମାନ ଦିଆଗଲା ଏଠି। ଗୋଟେ ମନରେ ବିଶ୍ୱାସୀ ମୁଁ ପଚାରନ୍ତି ନାହିଁ, ଜାଣିଛ ନା ତମକୁ ଫୁଲ ଗୋଟେ ଗୋଟେ ଦିଆହେଇଛି। ଗୋଲାପ ଫୁଲ କାହାକୁ ଦିଆହେଇଛି? ଗୋଲାପ ଫୁଲ କିଏ କିଏ ପାଇଲେ? ଗୋଲାପ ଫୁଲ ଦେଇଛନ୍ତି? କିଏ କିଏ ଗୋଲାପ ଫୁଲ ପାଇଲେ? କାହିଁ? ଆଚ୍ଛା, ଭେରି ଗୁଡ୍। ମନେ ରଖନ୍ତୁ ସବୁ ଗୋଲାପରେ କଣ୍ଟା ଥିବ, ଏଇଟା ମଧ୍ୟ ମନେ ରଖନ୍ତୁ। ଖାଲି ଗୋଲାପ ପାଇଲେ ଯତ ନାହିଁ, କଣ୍ଟା ମଧ୍ୟ ନେବା ପାଇଁ ପ୍ରସ୍ତୁତ ହେଇକି ଥିବ। ଯୀଶୁ କହିଲେ ଯିଏ ମୋ ପାଖରେ ଆସିବ କୃଷ ଗ୍ରହଣ କରିକି ଆସିବ, ଆପଣଙ୍କ ସ୍ୱୀକାର। ଏଥିପାଇଁ ଏ ଲେଖାଯାଇଛି ସେ ରକ୍ତ ଦ୍ୱାରା ମୁକ୍ତ କଲେ। ଆମେ ପଢିଲୁ ମାଥ୍ୟୁ ସୁସମାଚାର 20-28 ପଦରେ ପ୍ରାଣ ଦେଇକି ମୁକ୍ତ କଲେ। ଆପଣଙ୍କର ମୋର ମୁକ୍ତିର ମୂଲ୍ୟ କ'ଣ ଜାଣିଛନ୍ତି? ଯୀଶୁଖ୍ରୀଷ୍ଟଙ୍କ ରକ୍ତ। ଆପଣଙ୍କର ମୋର ମୁକ୍ତିର ମୂଲ୍ୟ ଯୀଶୁଖ୍ରୀଷ୍ଟଙ୍କର ପ୍ରାଣ। ଆମେ ସାଧାରଣ ଲୋକ ନହୁଁ, ଆମେ ପାପୀ, ମରିବା ପାଇଁ ଯୋଗ୍ୟ। ଯେଉଁ ପ୍ରାଣୀ ପାପ କରେ ସେ ମରିବ, ଯେଉଁ ପ୍ରାଣୀ ପାପ କରେ ସେ ମରିବ। ପାପର ବେତନ ମୃତ୍ୟୁ, କିନ୍ତୁ ବାଇବେଲ କୁହେ ଦୁଷ୍ଟର ମରଣରେ ଆମର ସନ୍ତୋଷ ନାହିଁ। ଯେପରି ଦୁଷ୍ଟ ଫେରିବ, ପ୍ରଭୁ ଆସିବ ରକ୍ଷା ପାଇବ, ଏଇଟା ପ୍ରଭୁ ଚାହାନ୍ତି। ଏଥିପାଇଁ ନିଜର ଅଦତ୍ୟ ପୁତ୍ରଙ୍କୁ କାଲବରୀ କ୍ରୁଶରେ ବଳିଦାନ କରିଦେଲେ। ତାଙ୍କ ରକ୍ତ ଦ୍ୱାରା ଆପଣଙ୍କୁ ମୁକ୍ତ କଲେ, ପାପରୁ ମୁକ୍ତ କରେ। କାହିଁରେ ମୁକ୍ତ କଲେ? କାହିଁରେ ମୁକ୍ତ କଲେ? ସମ୍ପୂର୍ଣ୍ଣ ମୁକ୍ତ କଲେ। ନରକରୁ ରକ୍ଷା କଲେ। ନରକରୁ ମୁକ୍ତ। 2 ନମ୍ବର 3 ମୃତ୍ୟୁରୁ ରକ୍ଷା କରେ। ନମ୍ବର 4 ଶୟତାନ କବଳ ରକ୍ଷା କରେ। ନମ୍ବର 5 ଜଗତ ରକ୍ଷା କରେ। এই 5ଟି ବିଷୟ ଆପଣଙ୍କ ଶତ୍ରୁ ମୋର ଶତ୍ରୁ। ପାପ, ନରକ, ମୃତ୍ୟୁ, ଶୟତାନ ଆଉ ଜଗତ। এই বলিদান দ্বারা এই 5টা বিষয় যিশু জয় লাভ করেছেন।
জগতকে লয় জয়লাভ করে সে করে ମୁଁ জগতକୁ জয়লাভ କରିଛି শয়তানକୁ ପରାସ୍ତ করে କାଲବରୀ କ୍ରୁଶ ମୃତ୍ୟୁକୁ ପରାଜୟ କରିକି ମୃତ୍ୟୁର ନାଡ଼ ଭାଙ୍ଗିକି ଉଠିଲେ ଆମେ ଗୀତ ଗାଉଛୁ ମରଣ ବିଜୟ ଯୀଶୁ। ଏବେ ଆମେ 2 ହପ୍ତା ତଳେ ରିଜରେକ୍ସନ୍ ଡେ ପାଳନ କରୁଥିଲୁ। ସେ ନରକର ବଳକୁ ମଧ୍ୟ ପରାସ୍ତ କରେ ପାତାଳକୁ ଚାଲିଗଲେ ଆଉ ପାପକୁ ମଧ୍ୟ ପରାସ୍ତ କରେ। ଆପଣଙ୍କ ଉପରେ ମୋ ଉପରେ ପାପର ଅଧିକାର ନାହିଁ। ଭଲରେ ବୁଝନ୍ତୁ ଏଇଟା ଆପଣଙ୍କ ଉପରେ ମୋ ଉପରେ ଯେତେବେଳେ ଯୀଶୁ ଖ୍ରୀଷ୍ଟକୁ ପରିତ୍ରାଣ କର୍ତ୍ତା ଉଦ୍ଧାର କର୍ତ୍ତା ପାପ କ୍ଷମାକାରୀ ବୋଲି ବିଶ୍ୱାସ କରିଛୁ ହୃଦୟରେ ଗ୍ରହଣ କରିଛୁ ତାହେଲେ ଆମମାନଙ୍କ ଉପରେ ପାପର ଅଧିକାର ନାହିଁ। ପ୍ରେଜ୍ ଦ ଲର୍ଡ। ଆମମାନଙ୍କ ଉପରେ ନରକର ଅଧିକାର ନାହିଁ। ଆମମାନଙ୍କ ଉପରେ ମୃତ୍ୟୁର ଅଧିକାର ନାହିଁ। ଆମମାନଙ୍କ ଉପରେ ଶୟତାନର ଅଧିକାର ନାହିଁ। ଆମମାନଙ୍କ ଉପରେ ଜଗତର ଅଧିକାର ନାହିଁ। ଜଗତର କଷ୍ଟ ଦୁଃଖ ତାଡ଼ନା ନିନ୍ଦା ଅପମାନ ଲଜ୍ଜା ଅଛି ଆମେ ସମସ୍ତେ ଦେଖିଛୁ ଅନୁଭବ କରିଛୁ ମୁଁ ବି ଅନୁଭବ କରିଛୁ। ମୋ ଘରେ 5 ଦିନ 6 ଦିନ ନିଆଁ ଲାଗିକି ରହିଲା ମୁଁ ଜଙ୍ଗଲ ପାହାଡ଼ ରହିକି ବିଶାଖାପାଟଣା ପରେ ବାନ୍ଧିଲା ପରେ ଆପଣମାନେ ମଧ୍ୟ ସେମିତି ଆସି ଅଛନ୍ତି। ଅନେକ ମଧ୍ୟ ଓଡ଼ିଶାରେ ବିଭିନ୍ନ ତାଡ଼ନା ଚାଲିଛି। ଗୋଟେ କେଉଁ ଡେଡ୍ ବଡି ମରିଛି ଯେ ସେ ନବରଙ୍ଗପୁର ଜିଲ୍ଲାରେ ନା କ'ଣ ମାଲକାନଗିରିରେ ପୋତିବା ପାଇଁ ଦେଉନାହାନ୍ତି ଚାଲିଛି ବହୁତ କିଛି ଅଛି। ଆଉ ଏଥିପାଇଁ ଆପଣମାନଙ୍କୁ ମୋତେ ପ୍ରଭୁ ରକ୍ତ ଦେଇ କିଣିଲେ କାହିଁକି ରକ୍ତ ଦେଇ କିଣିଲେ ପ୍ରକାଶିତ ବାକ୍ୟ ଆସନ୍ତୁ ଶୀଘ୍ର 5 ପର୍ବକୁ ଯିବା। ପ୍ରକାଶିତ ବାକ୍ୟ 5 କାହିଁକି ପ୍ରଭୁ ଯୀଶୁ ରକ୍ତ ଦେଇକି ଆପଣଙ୍କୁ ମୋତେ କିଣିଲେ କ'ଣ ପାଇଁ କିଣିଲେ କ'ଣ ଆବଶ୍ୟକ ଥିଲା ତାଙ୍କୁ କିଣିବା ପାଇଁ ଦେଖିବା କି 9 ପଦ ସେମାନେ ଗୋଟିଏ ନୂତନ ଗୀତ ଗାନ କରି କହିଲେ ପ୍ରକାଶିତ ବାକ୍ୟ 5ର 9 ପଦ କହିଲେ କ'ଣ କହିଲେ ତୁମେ ସେହି ପୁସ୍ତକ ନେବାକୁ ଯୋଗ୍ୟ ଅଟ। ତାପରେ ମା କ୍ରୁଶରେ ହତ ହୋଇଥିଲେ ଯୀଶୁ ତୁମେ ହତ ହୋଇଥିଲ ଆପଣା ରକ୍ତ ଦ୍ୱାରା ସମସ୍ତ ଗୋଷ୍ଠୀ ଭାଷାବାଦୀ ବଂଶ ଓ ଜାତି ମଧ୍ୟରୁ ଈଶ୍ୱରଙ୍କ ନିମନ୍ତେ ଲୋକମାନଙ୍କୁ କିଣି ଅଛ। ହାଲେଲୁୟା। ରକ୍ତ ଦେଖି ଯୀଶୁ କାହିଁକି କିଣିଲେ ଜାଣିଛନ୍ତି କି ଆପଣଙ୍କୁ ଈଶ୍ୱରଙ୍କ ପାଇଁ କିଣା ହେଇଛି। ଏବେ ଜଗତ ଚିହ୍ନି ପାରିବ ଆପଣଙ୍କୁ ମୋତେ ରକ୍ତ ଦେଇକି ଯୀଶୁ କିଣିଥିଲେ ଲୋକ ଜଗତ ଚିହ୍ନି ପାରିବ। ସେଥିପାଇଁ ଜଗତରେ ଖ୍ରୀଷ୍ଟିଆନଙ୍କ ପାଇଁ ତାଡ଼ନା ନିନ୍ଦା ଅପମାନ ରହିଛି। ଈଶ୍ୱରଙ୍କ ନିମନ୍ତେ ତୁମକୁ କିଣାଯାଇ କ୍ରୟ କରିଅଛ। ପୁଣି ସେମାନଙ୍କୁ କାହିଁକି କିଣିଛନ୍ତି ଖାଲିରେ କିଣିକି ରଖିଦେଲେ କି କ'ଣ ଲେଖାଇଛି ମା କିଏ ପଢ଼ୁଥିଲେ କ୍ରୟ କରିଅଛ। ପୁଣି କ'ଣ ପଢ଼ୁଛି ପ୍ରକାଶିତ ବାକ୍ୟର 5 ପର୍ବ 9 ପଦ ପଢ଼ିବା ପାଇଁ କହୁଥିଲି। ନାଇଁ ନାଇଁ ମୁଁ ସେଇ ତମେ ପଢ଼ିଥର କହୁ ଯାଏ ଦେଖ 9 ପଦର କ୍ରୟ କରିଅଛ ତାପରେ 10 ପଦରେ ପୁଣି ସେମାନଙ୍କୁ ମନ ଧ୍ୟାନରେ ଶୁଣନ୍ତୁ ଆମ୍ଭମାନଙ୍କୁ ଈଶ୍ୱରଙ୍କ ଉଦ୍ଦେଶ୍ୟରେ ଈଶ୍ୱରଙ୍କ ନିମନ୍ତେ ଉଦ୍ଦେଶ୍ୟରେ ରାଜକୁଳ ଓ ଯାଜକ କରିଦେଇଅଛ। ପ୍ରେଜ୍ ଦ ଲର୍ଡ। ରାଜକ ଯାଜକ ମାନେ ବସୁଛନ୍ତି ରାଜକ ଯାଜକ ବର୍ଗ ପବିତ୍ର ଜାତି ସାଧୁମାନଙ୍କର ସହନାଗରିକ। ଆଉ କ'ଣ ଲେଖା ହେଇଛି ଆଉ ସେମାନେ ପୃଥିବୀ ଉପରେ ରାଜତ୍ୱ କରିବେ। ହାଲେଲୁୟା। କ'ଣ କରିବେ ଯୀଶୁ ଖ୍ରୀଷ୍ଟ ଶାନ୍ତି ରାଜ୍ୟରେ କରିବେ 1000 ବର୍ଷ ପୃଥିବୀରେ ମଣ୍ଡଳୀ ତାଙ୍କ ସହିତ ଶାସନ କରିବେ। 5 ବର୍ଷ 10 ବର୍ଷ 20 ବର୍ଷ 30 40 ବର୍ଷ 100 ବର୍ଷ 200 ବର୍ଷର ମଣ୍ଡଳୀ ଶାସନ ନାହିଁ। 1000 ବର୍ଷ ମଣ୍ଡଳୀ ପାଟରାଣୀ ଯୀଶୁଙ୍କ ପାଖରେ ବସିକି ଶାସନ କରିବ। ଏବେ ତ ସତୀକନ୍ୟା ହେଇଗଛି ମଣ୍ଡଳୀ ଖ୍ରୀଷ୍ଟଙ୍କର କନ୍ୟା। 2 Corinthians 11 ପର୍ବର 2 ପଦ ଲେଖା ହେଇଛି ସତୀକନ୍ୟା ମଣ୍ଡଳୀ ଏକ ସ୍ୱାମୀ ଠାରେ ତାକୁ ବାଗଦାନ କରାଯାଇଛି। ଆପଣଙ୍କୁ ମୋତେ ଯୀଶୁ ରକ୍ତ ଦେଇ କିଣିଛନ୍ତି କାହିଁ କିଣିଛନ୍ତି ଆମେ ରାଜକୁଳ ଆଉ ଯାଜକ କରିବା। ଜହନ ଲେଖୁଛନ୍ତି ପ୍ରଥମ ଜହନ 3 ପର୍ବରେ ଆମେ ଈଶ୍ୱରଙ୍କ ସନ୍ତାନ ଅଟୁ ବର୍ତ୍ତମାନ ଆଉ କ'ଣ ହେବା ଆମେ ଜାଣିନାହୁଁ କିନ୍ତୁ ଯୀଶୁ ଯେତେବେଳେ ଆସିବେ ଆମେ ଯୀଶୁଙ୍କ ପରି ହେବା। ପ୍ରେଜ୍ ଦ ଲର୍ଡ। ତାପରେ ହେବା ଦାଉଦଙ୍କ ଭଳିଆ ହେବା ଦରକାର ନାହିଁ ପୁତ୍ରଙ୍କ ଭଳିଆ ହେବା ଦରକାର ନାହିଁ ଏଲିଙ୍କ ଭଳିଆ ଏଲିଶାଙ୍କ ଭଳିଆ ନହଙ୍କ ଭଳିଆ ମୋଶା ଭଳିଆ ମରିୟମ ଭଳିଆ ହେବା ଦରକାର ନାହିଁ। ଯୀଶୁଙ୍କ ଭଳିଆ ହୁଏ। ଯୀଶୁଙ୍କ ଭଳିଆ ହେବା ପାଇଁ ଆମକୁ କିଣା ହେଇଛି ରକ୍ତ ଦେଇ କିଣିଛନ୍ତି। ଆଶ୍ଚର୍ଯ୍ୟ କଥା। ତାପରେ ଆମେ ଏଫିସିରେ ଥିଲୁ ଆସନ୍ତୁ 1 ପର୍ବକୁ ଏଫିସି ମଣ୍ଡଳୀକୁ ଆମେ ଏଫିସିରେ ପଢ଼ୁଥିଲୁ କ'ଣ ଲେଖା ହେଇଛି ପିତା ମନୋନୀତ କଲେ ପୁତ୍ର ରକ୍ତ ଦେଇକି ମୁକ୍ତ କଲେ। 13 ପଦ ପଢ଼ 13 ପଦ 1 ପର 13 ପଦ ହଁ ତୁମ୍ଭେ ମାନେ ସୁଦ୍ଧା ସତ୍ୟବାକ୍ୟ ହଁ ପରିତ୍ରାଣର ସୁସମାଚାର
हाँ विश्वास करी विश्वास करे प्रतिज्ञात पवित्र आत्माଙ୍କ द्वारा पवित्र आत्माଙ୍କ द्वारा मध्य मुद्रांकित होइछ। प्रेज द लॉर्ड। काहे मुद्रांकित आमे करंती मंडली को पावलंकर द्वितीय पत्र एक पर्वरे पढिलु आमे पवित्र आत्माଙ୍କ द्वारा मुद्रांकित हेइछु। एफिसरे मध्ये पावल कहउछ एफिसी मंडली को मुद्रांकित काहे मुद्रांकित पवित्र आत्माଙ୍କ द्वारा मुद्रांकित बोले पार्सल आसे सील दिया जाता है। आजकल तो ऑनलाइन पार्सल आसुଛି ना लोक दुकान जाना दे मो कहते देला कौन घर तो पार्सल आसी पहुंचो और सील दिया है ताको जीएस से खोली पारिबे ने जाना रास्ते से खोल हमें पिताଙ୍କ द्वारा मनोनीत पुत्रଙ୍କ द्वारा मुक्त पवित्र आत्माଙ୍କ द्वारा बुझिले कि सुनिले क्या कहूँ कौन कहली पिताଙ୍କ द्वारा मनोनीत पिताଙ୍କ द्वारा यीशुଙ୍କ द्वारा भाईरे मुक्त रक्तरे मुक्त प्राणरे मुक्त एटा मूल्य आ का द्वारा मुद्रांकित शैतान छुईब पिता मनोनीत कले जगतर पतनावधि करले पुत्र रक्त देकी मुक्त कले पवित्र आत्मा सील दे देले कि छुईब एले जगतर ए दुख कष्ट किछि नै नथिंग किछि नै देखा जे लघु क्लेश बेले कौन ओजन नथिबा क्लेश एटा टिके टिके आद्य मंडली जमी क्लेश पाई आज मंडल कौन सेमती क्लेश पाई क्लेश देखी बहुत मुझे देखी बहुत क्लेश देखी मंडली पाई तुम जगत दुख अच्छे धैर्य धर्म जगत जयलाभ कर आपण मैंने मनोनीत कृष्ण रक्त मुक्त पवित्र आत्मा द्वारा केते प्रेसियस केते मूल्यवान आमको से अभिषेक दरकार मो कौन अभिषेक नहीं अच्छे अभिषेक कंटिन्यू कर आम कौन गीत गाँचु हे पवित्र आत्मा आ बोली गीत गाँचु ना कौटी गछपे बस शांति को पद उड़ी उड़ी जाओ चली नील आकाश में ढेणा मेली बोली गीत गाँचु ना पवित्र आत्मा आसते ना जाते ना भितर को थोड़े आसते रही जाती भितर हेलो मंडली शुणुच तो जो दिन तुम यीशु को परित्राण करता उद्धार करता बोली ग्रहण कल से दिन पवित्र से तुम भीतर अच्छा से कुआड़े जाई नहांती केतेबेले जीवे जानिछु कि छाड़ी पड़ेबे जदि लोकटा बेहुचारे पड़ीगला विश्वास पुरुष स्त्री की प्रभु दास मान बेहुचारे केतरे पड़ी गले मृत्युजनक पाप किसी अच्छी बाइबल रे मुझे पाए जाओ नहीं समय नहीं कि कम से कम एक तो जाना पाप चरित्रगत पाप जो विश्वासी पड़ीगला पवित्र आत्मा ग्रहण करे मंदिर अशुद्धि हो जाए तो शरीर पवित्र आत्मा मंदिर अंतर पवित्र बास करते जो आसती से जाती ना भीतर अच्छा भूल बुझात ना ये पवित्र जाती आसती ना से दिन ओह्लैले 120 लोक उपरे से 120 भितर माँ मरियम मत बसी पितर जमुन जाकब आंद्रिया थमा बारतुल फिलिप मध्य थे 70 शिष्य थे माँ मरियम थे लिखाई माँ यीशु को माता मरियम भाई माने थे लिखाई तो प्रिय विवरण यीशु को माता मरियम कहीं प्रार्थना बस ये तो यीशु को जन्म देते नारी मान मध्य तुम्हें धन्य धन्य तुम गर्भर फल भूतदान कहले नारी मान मध्य धन्य नारी मान मध्य धन्य नारी मान मध्य धन्य कौन नारी मान मध्य धन्य कौन नारी मान मध्य धन्य सरल भाव कौन नारी मान तुम श्रेष्ठ श्रेष्ठ लिखाई धन्य लिखाई आशीर्वाद धन्यवाद आशीर्वाद ब्लेसिंग यूर ब्लेसिंग नारी मान मध्य धन्य नारी मान ऊपर धन्य कही ना प्रभु भूल बुझंतु ना नारी मान मध्य नारी मान अच्छा मझे तुमको बचा है गर्भ दिखा बड़ गुरुत्वपूर्ण विषय ये मोर प्रिय भाई भाई मैंने आम जानवा दरकार जे माँ मरियम प्रार्थना बसई दी तीन कथा कहना शेष कहीं बसते से तो 30 वर्ष परात्पर शक्ति बोली आत्मा शक्ति गर्भधारण करके यीशु प्रसव करते पवित्र ये दरकार प्रभु यीशु ख्रीष्ट को सीना जन्म ग्रहण देवाई जन्म देवाई परात्पर शक्ति आसी व्यक्तिगत जीवन माता मरियम को पवित्र आत्मा आवश्यक है आज पालक मैंने मिशनरी मैंने प्रभु सेवक मैंने बड़ बड़ बिशप मैंने अवहेला करती पवित्र आत्मा गोटे गोटे मंडली तो पवित्र आत्मा ना धरले डेई पड़ती लोक मैंने भावते पेंटिकस्ट करदे बोला
এটা পেন্টিকস্ট বলে কিছু নাই বাবু, ଜାଣିଛ କି ନାହିଁ? ପେଣ୍ଟିକୋଷ୍ଟ 75 ଦିବସକୁ ପେଣ୍ଟିକୋଷ୍ଟ କୁହାଯାଏ। ପେଣ୍ଟିକୋଷ୍ଟ ଗୋଟେ ଡିନୋମିନେସନ୍ ନାହିଁ, ଏଇଟା ତ ଡିନୋମିନେସନ୍ କରିଦେଇଛନ୍ତି ପେଣ୍ଟିକୋଷ୍ଟ ଲୋକମାନେ, ଯେମିତି ବାପ୍ଟିଷ୍ଟ, ଆଙ୍ଗଲିକାନ୍, ପ୍ରେସବିଟେରିଆନ୍, ବ୍ରେଦରେନ୍, ମେଥୋଡିଷ୍ଟ, କ୍ୟାଥୋଲିକ୍, ଲୁଥରିଆନ୍, ଆଙ୍ଗଲିକାନ୍, ଚର୍ଚ୍ଚ ଅଫ୍ ଇଂଲଣ୍ଡ, ଏମିତି ଆମେ ମଧ୍ୟ ତାକୁ ଡିନୋମିନେସନ୍ କରିଦେଇଛୁ। କେତେଟା ନୀତି ନିୟମ ଭିତରେ ବାନ୍ଧିକି ରଖିଦେଇଛୁ। ଏଥିପାଇଁ ପବିତ୍ର ଆତ୍ମା ସମସ୍ତଙ୍କୁ ଦରକାର। ଆଉ ଜଣେ କଥା କହିବି, ଆଶ୍ଚର୍ଯ୍ୟ କଥା, ଆପଣ ଜାଣିଛନ୍ତି ନିଶ୍ଚୟ। 10 ପର୍ବ ପ୍ରେରିତ 38 ପଦ ପଢ଼ ଶୀଘ୍ର। 10 ପ୍ରେରିତ 10 ପର୍ବ 38 ପଦ କୁଇକ୍। ଅର୍ଥାତ୍ ନାଜରିତ ଯୀଶୁଙ୍କ କଥା। ନାଜରିତ ଯୀଶୁଙ୍କ କଥା। କାହାର କଥା ଏଇଟା? କାହାର କଥା? କାହା କଥା ଲେଖା ହେଇଛି? ନାଜରିତ ଯୀଶୁଙ୍କ କଥା। ଏଇଟା ପିତର ଯୋହନ ଯାକ କଥା ଲେଖା ହେଇନାହିଁ। ଏଇଟା ପାଉଲଙ୍କ କଥା ଲେଖା ଯାଇନାହିଁ, ଶିଷ୍ୟମାନଙ୍କ କଥା ଲେଖା ଯାଏ, ଡିକନମାନଙ୍କ କଥା ଲେଖା ହେଇନି। ନାଜରିତ ଯୀଶୁଙ୍କର କଥା ଏଇଟା। କ'ଣ ହେଇଛି ସେଠି ଘଟଣା? ସେ ତାଙ୍କୁ କ'ଣ କରାଗଲା? ନାଜରିତ ଯୀଶୁଙ୍କ କଥା ପଢ଼ନ୍ତୁ। କିପରି ଈଶ୍ୱର ତାହାଙ୍କ ପବିତ୍ର ଆତ୍ମା ଓ ଶକ୍ତିରେ ଅଭିଷିକ୍ତ କଲେ। ଈଶ୍ୱର ଯୀଶୁ ଖ୍ରୀଷ୍ଟଙ୍କୁ, ଈଶ୍ୱର ଯୀଶୁ ତ ନିଜେ ଈଶ୍ୱର। ଆହୁରି ଲେଖା ହେଇଛି ଏଠି, ଦେଖନ୍ତୁ ଦୟାକରି 10 ପର୍ବକୁ ଆସନ୍ତୁ, ଖୋଲନ୍ତୁ ଦୟାକରି 10 ପର୍ବ ପାଇନାହାନ୍ତି 38 ପଦ। ଅର୍ଥାତ୍ ନାଜରିତ ଯୀଶୁଙ୍କ କଥା, କିପରି ଈଶ୍ୱର ତାହାଙ୍କୁ ପବିତ୍ର ଆତ୍ମା ଓ ଶକ୍ତିରେ ଅଭିଷିକ୍ତ କଲେ। ଯୀଶୁ ଖ୍ରୀଷ୍ଟ ନିଜେ ପବିତ୍ର ଆତ୍ମା। ସେବେଳେ ମୁଁ ନ ଗଲେ ସେ ଆସିବି ନା, ମୁଁ ଗଲେ ପଇତନ ପଠେଇବି। ପିତା ପୁତ୍ର ପଇତନ ତିନିଟା ପରମେଶ୍ୱର, ଗୋଟିଏ ମାତ୍ର ପରମେଶ୍ୱର, ଏକମାତ୍ର ପରମେଶ୍ୱର। କାହିଁକି ଅଭିଷିକ୍ତ କରାଗଲା? ତାଙ୍କୁ ବାପ୍ତିସ୍ମ ଦେଲା ବେଳକୁ ଶପଥ ଭାବରେ ପବିତ୍ର ଆତ୍ମା ତାଙ୍କ ମସ୍ତକରେ ବସିଲେ। ଏ ଆମର ପ୍ରିୟ ପୁତ୍ର, ହେମଠାରେ ମୋର ପରମ ସନ୍ତୋଷ ବୋଲି ପିତା କହିଲେ। ସ୍ୱର୍ଗ ପୁତ୍ର ଅଛନ୍ତି, ପବିତ୍ର ଆତ୍ମା ତାଙ୍କ ମସ୍ତକରେ ବସିଲେ। ଆମେ ଦେଖିପାରୁଛୁ ବାପ୍ତିସ୍ମ ଯେଉଁ ବାପ୍ତିସ୍ମ ଦେଲା ବେଳକୁ ତାଙ୍କୁ ଆତ୍ମାରେ ଶକ୍ତିର ଅଭିଷେକ କରାଗଲା। କାହିଁ କରାଗଲା? ତାର କାରଣ ଆପଣଙ୍କ ମୋ ଭଳିଆ ରକ୍ତ ମାଂସଧାରୀ ମଣିଷଟି ଜନ୍ମ ହୋଇଥିଲା। ଯୀଶୁଖ୍ରୀଷ୍ଟ ଶତକଡ଼ା 100% ମନୁଷ୍ୟ ଥିଲେ। ଯୀଶୁଖ୍ରୀଷ୍ଟ ଶତକଡ଼ା 100% ଈଶ୍ୱର, 100% ମ୍ୟାନ୍, 100% ଗଡ୍। ଏଥିପାଇଁ କୁଶରେ ମଲାବେଳକୁ ସେ କହୁଛନ୍ତି, ହେ ପିତା, ହେ ପିତା, କାହିଁ କରିଥାଉ? ରକ୍ତ ମାଂସଧାରୀ ମଣିଷ ବୁଝିପାରିଲାନି କାହିଁକି? ଈଶ୍ୱରଙ୍କ ପୁତ୍ର ସବୁ ବୁଝିପାରୁଛି ନା। ସେ କ'ଣ କରେ? ଦୂତମାନେ ମଧ୍ୟ ଜାଣିନାହାନ୍ତି আগমন দিন কথা, পুত্র মতো জানি না। আরে তুমি তো আসিব সেই তুরি বাধ্যরে মেঘমাড়া, আর জানিব না কেমতি? এটা কেমতি জানিছ কি? লাজার উঠা পাই যিশু বলে 11 পর বলে যোহন সুসমাচার, যিশু কাঁদিলে লেখা হয়েছে। দেখাইছো না ଗୋଟେ ଛୋଟ କାହିଁ କାନ୍ଦିଲେ? ଏବେ ତ 10 ମିନିଟ୍ ପରେ ଉଠେଇ ଗଲା ଯାର, 10 ମିନିଟ୍ କି 15 ମିନିଟ୍ ପରେ ତମେ ଯିବ ଆଉ ଲାଜାର ଉଠି ପଡ଼ିବ। କାନ୍ଦୁଛୁ କାହିଁ? କାହିଁ କାନ୍ଦୁ ଜାଣିଛ? ମଣିଷ ଥିଲେ ତମେ କାନ୍ଦିଲେ, ମୁଁ କାନ୍ଦିଲେ, ଲୋକ କାନ୍ଦନ୍ତି। କାହାକୁ ଦେଖିଲେ କାନ୍ଦିବାର କଲେ ଆମକୁ କାନ୍ଦ ଆସେ, ସେଠି ଯିଶୁ ମୋତେ କାନ୍ଦ ଆସେ, ରକ୍ତ ମାଂସ ପାଇ। ସୋ ସେ ଯେତେ କାମ କରିଛନ୍ତି, ଏକ ନିଖୁନ୍ତ ନିର୍ଦ୍ଦାଗ ପାପ ଶୂନ୍ୟ ଦୋଷ ରହିତ ହେଇକି ଆପଣଙ୍କ ପାଇଁ ମୋ ପାଇଁ କାମ। ଏବେ ପୁତ୍ର ପରମେଶ୍ୱର, ରକ୍ତ ମାଂସଧାରୀ ପୁତ୍ର ଯୀଶୁ ଖ୍ରୀଷ୍ଟ ଆସିବା ଡେଟ୍ ଜାଣିନାହାନ୍ତି, କିନ୍ତୁ ପୁତ୍ର ପରମେଶ୍ୱର ଜାଣିଛନ୍ତି। ଯୀଶୁଙ୍କୁ ଈଶ୍ୱରଙ୍କ ପୁତ୍ର ଜାଣିଛନ୍ତି। ରକ୍ତ ମାଂସଧାରୀ ନାଜରିତରେ ଗଢ଼ିଥିବା ଯୀଶୁ, ମରିୟମଙ୍କ ଗର୍ଭଜାତ ଯୀଶୁ, ରକ୍ତ ମାଂସଧାରୀ ଯୀଶୁ, ତାଙ୍କର ଡିଭାଇନ୍ ପାୱାର, ଡିଭାଇନ୍ ନେଚର, ଐଶ୍ୱରିକ ଶକ୍ତି ସେ ବ୍ୟବହାର କରିନାହାନ୍ତି। ଏଥିପାଇଁ ଯାହା ବି କଷ୍ଟ ହେଲା ତାଙ୍କ ହାତରେ କଣ୍ଟା ବଜାର ତାଙ୍କୁ ବତେଇଦେବେ, ଚାବୁକରେ ମାରି କେତେ ବତେଇଦେବେ। କିନ୍ତୁ ଆପଣଙ୍କୁ ବତେଇ ଗୋଟେ ଆପଣଙ୍କୁ ଯେମିତି ଲାଗୁଛି ଯୀଶୁକୁ ସେମିତି ଲାଗୁଛି, ଯୀଶୁକୁ ଯେମିତି ଲାଗୁଛି ଆମକୁ ସେମିତି ଲାଗୁଛି। ତାଙ୍କୁ ମୋର ଭୋକ ହେଉଥିଲା, କେମିତି ତ ଶୋଉଥିଲେ, ତାଙ୍କୁ ହାଲି ହେଇଯାଉଥିଲେ, ବିରକ୍ତି ହେଉଥିଲେ। ସେ 50-50 ନୁହନ୍ତି, 100% ଗଡ୍, 100% ମ୍ୟାନ୍। ଆଉ ଏଥିପାଇଁ ଆମେ ଦେଖିପାରୁଛୁ ଈଶ୍ୱର ତାଙ୍କୁ ଅଭିଷିକ୍ତ କଲେ। ମା ମରିୟମ ମଧ୍ୟ ଅଭିଷିକ୍ତ ହେଲେ। ପିତର ଝଉଣ ଯାକବ କ'ଣ ଆଶ୍ଚର୍ଯ୍ୟକର୍ମ କରୁନଥିଲେ କି? ପିତର କ'ଣ ପାଣି ଉପରେ ଚାଲିନଥିଲେ କି? ଚାଲିଥିଲେ କି ନା? ଚାଲିଥିଲେ। ଯୀଶୁ କହିଲେ ତମେ ଗାଁକି ଯାଅ, ସୁସ୍ଥ ତମେ ସୁସ୍ଥ କର ଲୋକମାନଙ୍କୁ, ମୃତମାନଙ୍କୁ ଉଠା। ଯୀଶୁ ଉଠେଇଥିବ ମଧ୍ୟ, ଯଦି ରେକର୍ଡ ନଥିବ। ସତୁରୀ ଶିଷ୍ୟ ଆସି କହୁଛନ୍ତି ପ୍ରଭୁଙ୍କୁ, ଆଜ୍ଞା ଆପଣଙ୍କ ନାଁରେ ତ ଭୂତମାନେ ମଧ୍ୟ ଆମ ବସିବୁ। ଯୀଶୁ କହିଲେ କ'ଣ ପାଇଁ ବାବା ଏଥିରେ ଆନନ୍ଦ କରୁଛୁ? ଭୂତମାନେ ବସିବୁ ତମ ଟିକେ, ତମ ନାଁ ସ୍ୱର୍ଗରେ ଲେଖା ହେଇଛି। ସତୁରୀ ଶିଷ୍ୟଙ୍କ ନାଁ ବାଇବେଲ ଲେଖା ହେଇ ନାହିଁ, ତାଙ୍କ ନାଁ ସ୍ୱର୍ଗରେ ଲେଖା ହେଇଛି। ପ୍ରେଜ୍ ଦ ଲର୍ଡ। ତମକୁ ମୋତେ କିଏ ନ ଜାଣିବା ଦରକାର, କିଏ ବି ଜାଣିବା ଦରକାର, କିନ୍ତୁ ନାଁଟା ସ୍ୱର୍ଗରେ ଥିଲେ ହେଲା। ପ୍ରେଜ୍ ଦ ଲର୍ଡ। ଜୀବନ ପୁସ୍ତକରେ ନାଁ ଥିଲେ ଯଥେଷ୍ଟ। ଆମେ କିଏ ଜାଣୁ କି ନ ଜାଣୁ, ଏତେ ବଡ଼ ପୋଷ୍ଟ ବି ଦରକାର ନାହିଁ, ଫଟୋ ଫଟୋ ସକାଳେ ଦରକାର। ଯୀଶୁ ଯଦି ଜାଣିଛନ୍ତି ସେତିକି, ସ୍ୱର୍ଗ ଯଦି ଆପଣ ଜାଣିଛେ ଯଥେଷ୍ଟ। କାହିଁ ରହିବା ସେଇଠି ନା, କାହିଁ ପରମାନେଣ୍ଟ ରହିବା ଏକ ହେଇକି ପ୍ରାଣ ପକ୍ଷୀ ଉଡ଼ିଯିବ, ପଡ଼ିଥିବ ଶୂନ୍ୟ ଘଟ, ଜୀବନର ଖେଳ ଖେଳ ପଡ଼ିଯିବ। କେତେ ଦିନ ପାଇଁକି ଅତିରେ ସବୁ ଗୋଟେ 74 କରିକି 75 ପାଇଲି। ଏତେ କେତେ ବର୍ଷ ପଡ଼ିଯିବ? କିନ୍ତୁ ଆଜି ମୁଁ ତ ପଢ଼ିବି, କାଲି ପଢ଼ିବି, ତା 5 ବର୍ଷ 10 ବର୍ଷ ରହିବା ଜଣେ ବର୍ଷ।
ଆମ ସାମ୍ନାରେ ଆମ ଭାଇମାନେ ଅନେକ ପ୍ରଭୁ ଦାସମାନେ ପଳେଇଗଲେ ଆମ ସାମ୍ନାରେ, ଆମ ପ୍ରିୟଜନ ଯେଉଁ ଚାଲିଗଲେ। ଆମେ ପ୍ରସ୍ତୁତ ଅଛୁ କି ଏବେ 10ଟା ହେବା, 10ଟା ହେଇଗଲାଣି, ଏଇଠି 2 ମିନିଟ୍ ଅଛି। ଏବେ ଯଦି ତୁରୀ ବାଦ୍ୟ ହେବ, ଏଠି କେତେ ଜଣ ବସୁଛୁ ବାହାରେ ଭିତରେ ତୁରୀ ବାଦ୍ୟ ଶୁଣିବ। ଏବେ ଯଦି ତୁରୀ ବାଦ୍ୟ ହେବ 10ଟା 20 10ଟା ହେଲା, ଏବେ ଯଦି ତୁରୀ ବାଦ୍ୟ ହେବ, ଆମେ କେତେ ଲୋକମାନେ ପ୍ରସ୍ତୁତ ଅଛୁ ଯୀଶୁଙ୍କ ସହିତ ଶୁଣିବା। ସେଇ କ୍ୱେଶ୍ଚିନ୍, ସେଇ ପ୍ରଶ୍ନ ନେଇକି ଘରେ ସର୍ବଦା ଶୁଣନ୍ତୁ। ଆଜି ରାତିରେ କାଲି ସକାଳେ ଆସିବେ କି 10 ବର୍ଷକୁ ଆସିବେ କି 100 ବର୍ଷକୁ ଆସିବେ, କେବେ ଆସନ୍ତୁ ଆପଣ ପ୍ରସ୍ତୁତ ଅଛନ୍ତି। ଯୀଶୁ କହିଲେ ମୋ ପିତାଙ୍କ ଘରେ ବହୁତ ବାସସ୍ଥାନ ଅଛି, ମୁଁ ଖାଲି ପ୍ରସ୍ତୁତ କରାଇ ଯାଉଛି ବାସ ଉପଯୁକ୍ତ ରହିବା ପାଇଁ ତମ ପାଇଁ। ମୁଁ ତିଆର କଲା ପରେ, ପ୍ରସ୍ତୁତ କଲା ପରେ ଆସିବି ତମକୁ ନେବା ପାଇଁ। ସେ ତ ତିଆର କରିଦେଇଛନ୍ତି, ଜଗିଛନ୍ତି। ବର୍ତ୍ତମାନ ଆମେ ପ୍ରସ୍ତୁତ ଅଛୁ କି ତାକୁ ଭେଟିବା ପାଇଁ? ଯଦି ଏତେ ଧର୍ମ କର୍ମ କରି ବୃଥାଏ ଜୀବନ, ପୂଜା ଅନୁଷ୍ଠାନ, ମହାପ୍ରଭୁ କୃପା ନହେଲେ ମୋତେ ଖୋଜି ଖୋଜି ଯୀଶୁ ହୋଇଲେ ମିଳିପାରିବ ନାହିଁ। ଏତେ ସବୁ କରିକି ମଧ୍ୟ ପ୍ରଭୁ ପାଖକୁ ଯାଇପାରିବେ ନାହିଁ। ମୁଁ ମୋ ଜୀବନ ସାରା ପ୍ରଚାର କରୁଛି, ଛୋଟ କ୍ଷୁଦ୍ର ଦାସ 50 ବର୍ଷ 52 ବର୍ଷ ପ୍ରଭୁଙ୍କ ପାଖରେ 71 ସାଲ ଏତେ ପ୍ରଚାର କରୁଛି। ମୁଁ ବାହାରେ ରହିବାର ଯାଇପାରିଲିନି ବୋଲି ମୋଠୁ ଦୁଃଖୀ ହତଭାଗା ଆଜ୍ଞା। ଭାବନା କରେ ମୁଁ ଏତେ ଲୋକଙ୍କ ପାଖରେ ବାକ୍ୟ ପ୍ରଚାର କରିଛି, ମୁଁ ବାହାରେ ରହିଯାଏ, ମୋର କି ଲାଭ? ଯଦି ପ୍ରଭୁଙ୍କ ରାଜ୍ୟକୁ ଯାଇପାରିବା ନାହିଁ, ଏତେ ତାଡ଼ନା, ନିନ୍ଦା, କଷ୍ଟ, ଅପମାନ, ଭୁଲ ବୁଝାମଣା, ସନ୍ଦେହ, ଈର୍ଷା, ପ୍ରତାରଣା, ସମାଲୋଚନା ଭିତରେ ବଞ୍ଚିକି କି ଲାଭ? ପ୍ରତ୍ୟେକ ଦିନ ଗିର୍ଜା ଆସିବାଟା, ଗିର୍ଜାରେ ସେବା, ଉପାସନା, ଆରାଧନା, ରବିବାର ଦିନ ଦାନ ଦେବାଟା, ଏଇଟା କରିବାଟା, ସେଇଟା କରିବାଟା କ'ଣ ତାର କିଛି ମୂଲ୍ୟ ଅଛି କି? ଯଦି ଆମେ ପ୍ରଭୁକୁ ଯାଇପାରିବା ନାହିଁ, ଆମର ଗୋଟେ ପରିବାର 5 ଜଣ ଯଦି 5 ଜଣ ଯାକ ଯଦି ତୁରୀ ବାଦ୍ୟରେ ଯାଇପାରିଲୁ ନା, ରହିଗଲୁ, କେମିତି ଲାଗିବ? ଆଉ 7 ବର୍ଷର କ୍ଲେଶ ହେବ, ପୃଥିବୀରେ ମହାକ୍ଲେଶ, ଭୟଙ୍କର କ୍ଲେଶ। 666 କପାଳରେ ଦେବେ, ଏଠି ଦେବେ, କିଣା ବିକା କରିପାରିବ ନାହିଁ। କିଣା ବିକାକୁ କଣ୍ଟ୍ରୋଲ କରିବ ଭୋଟରିଷ୍ଟ, ତମର ବ୍ୟାଙ୍କ ବାଲାନ୍ସ ଛୁଇଁ ପାରିବନି ପଇସା, ରହିଗଲ। ଏବେ ତ ଅନୁଗ୍ରହ ପରିତ୍ରାଣ ପାଇଛୁ। ଏଥିପାଇଁ ଅନୁଗ୍ରହଟା ପାପ କରିବା ପାଇଁ ଲାଇସେନ୍ସ ନୁହେଁ। ଅନୁଗ୍ରହଟା ଚେତନା ଯେ ଆମେ ସାବଧାନରେ ପବିତ୍ର ଜୀବନଟା ଆଦ୍ୟ ମଣ୍ଡଳୀ କେମିତି ବୃଦ୍ଧି ପାଉଥିଲା। ମୁଁ ଜଷ୍ଟ କୋଟି ଦିଟା ପରେ ପରିଶେଷ କରିବି। ଆଦ୍ୟ ମଣ୍ଡଳୀ କେମିତି ବୃଦ୍ଧି ପାଉଥିଲା? ଆଦ୍ୟ ମଣ୍ଡଳୀ ବୃଦ୍ଧି ପାଇବାର କାରଣ କ'ଣ ଥିଲା? ଦେଖନ୍ତୁ, ଆଦ୍ୟ ମଣ୍ଡଳୀ କୋଉଟାକୁ ଅବହେଳା କରୁଥିଲା? ଲେଖା ହେଇଛି 6 ପର୍ବରେ। ଦେଖନ୍ତୁ 6 ପର୍ବ এই সময় এক পদ ମୁଁ ପଢ଼ୁଛି। ସେହି ସମୟରେ ଏହି ସମୟରେ ଯେତେବେଳେ ଶିଷ୍ୟମାନଙ୍କର ସଂଖ୍ୟା ବୃଦ୍ଧି ପାଉଥିଲା, ଶିଷ୍ୟମାନଙ୍କର ସଂଖ୍ୟା, ଖ୍ରୀଷ୍ଟିଆନମାନଙ୍କର ସଂଖ୍ୟା ନାହିଁ, ଶିଷ୍ୟମାନଙ୍କର ସଂଖ୍ୟା ବୃଦ୍ଧି ପାଉଥିଲା, ସେତେବେଳେ ଗ୍ରୀକ୍ ଭାଷାବାଦୀ ଜିହୁଦୀୟମାନେ ଏବ୍ରିୟମାନଙ୍କ ବିପକ୍ଷରେ ବଚସା କରିବାକୁ ଲାଗିଲେ। ଏବ୍ରିୟ ଭାଷାବାଦୀ ଆଉ ଗ୍ରୀକ୍ ଭାଷାବାଦୀ ବିଶ୍ୱାସୀମାନେ ତାଙ୍କ ଭିତରେ ଗଣ୍ଡଗୋଳ ଆରମ୍ଭ ହେଇଥିଲା। ଆଦ୍ୟ ମଣ୍ଡଳୀ, ପ୍ରଥମ ମଣ୍ଡଳୀ ମଣ୍ଡଳୀରେ ତ ଥାଉଛି ନା, ରହୁଛି ନାହିଁ, ରହୁଛି। କାହିଁକି? କାରଣ ସେମାନେ ଦୈନିକ ପରିଚର୍ଯ୍ୟାରେ ସେମାନଙ୍କର ବିଧମାନଙ୍କୁ ଉପେକ୍ଷା କରାଯାଉଥିଲା। ଦୈନିକ ପରିଚର୍ଯ୍ୟା ମଣ୍ଡଳୀରେ ରନ୍ଧାବଢ଼ା ହେଉଥିଲା, ଗରିବମାନଙ୍କୁ, ଅନାଥମାନଙ୍କୁ, ବିଧବାମାନଙ୍କୁ ଦିଆହେଉଥିଲା ଖାଦ୍ୟ, ଆଉ ସେଇଠି ଉପେକ୍ଷା କରାଯାଉଥିଲା। ଆଚ୍ଛା, ଭୋଜିଟା କେମିତି ଚାଲିବ? ମୁଁ ଗୋଟେ ଥର ଗୋଟେ ଦୁଇ ଜାଗାରେ କହିଛି, ଭୁବନେଶ୍ୱରରେ ଶୁଣିଛ ସେ ମେସେଜ। ଭୋଜିଟା ଠିକ୍ରେ ଚାଲିବ କୁହନ୍ତୁ, ମକାଜି ରାନ୍ଧିଛନ୍ତି, ବଢ଼ିଆଟା କେମିତି ପାଣି? ଭେରି ସିମ୍ପଲ। ମୁହଁ ଦେଖିକି ବାଣ୍ଟିବ, ଗର୍ବ ନାହିଁ। ଖୋଲି ଦେଖିକି ବାଣ୍ଟିଲେ ଠିକ୍ ଚାଲିବ। ବାଣ୍ଟିବା ଲୋକ ଖୋଲି ପଟା ନେଇକି ବାଣ୍ଟିବ, ଠିକ୍ରେ ଚାଲିବ ନାହିଁ। ନାଇଁ ବଡ଼ ପାସ୍ ଆରପିଡ଼ି କାର୍ଡ଼ ତାଙ୍କୁ ଡାଉଟ୍ ଅଧିକ ଦେଇଦିଅ, ନାଇଁ ମାଥ୍ୟୁ ପାସ୍ ଅଧିକ ଦେଇଦିଅ, ନହେଲେ ଆମର କୋଅର୍ଡ଼ିନେଟର ସାର୍ ଅଧିକ ଦେଇଦିଅ, ମୋତେ କହିଲା ନା। ଆଉ ସେଇଟା ମଣ୍ଡଳୀରେ ଉପେକ୍ଷା, କାହାକୁ ଉପେକ୍ଷା କର ନାହିଁ। ଦୁଇ ମାତ୍ରେ ରଙ୍ଗନା କର, ଉପେକ୍ଷା କର ନାହିଁ କାହାକୁ ମଧ୍ୟ। ସମସ୍ତଙ୍କର ସମାନ ଅଧିକାର, ସମସ୍ତଙ୍କୁ ସମାନ ମର୍ଯ୍ୟାଦା କର, ରେସ୍ପେକ୍ଟ ଇଚ୍ ୱାନ୍। ସେ ନମସ୍କାର ନ କରିବା ପରେ ତମେ କାହାକୁ ନମସ୍କାର କର, ଦେଖିବ ତମକୁ ସମାନ ମିଳିବ। ଜବରଦସ୍ତି ସମାନ ନେବାର କିଛି ପ୍ରয়োଜନ ନାହିଁ। ଆଦ୍ୟ ମଣ୍ଡଳୀରେ ପ୍ରଥମେ ମୁଖାପେକ୍ଷା ଆରମ୍ଭ। ମଣ୍ଡଳୀରେ ମୁଖାପେକ୍ଷା, ମଣ୍ଡଳୀ ବୃଦ୍ଧି ନ ପାଇବାର କାରଣ, ମୁଖାପେକ୍ଷା ଯଦି ମଣ୍ଡଳୀରେ କରାଯାଏ ସେ ମଣ୍ଡଳୀ ବୃଦ୍ଧି ପାଇବ ନାହିଁ। ତାପରେ କ'ଣ ଲେଖା ହେଇଛି? ଆଉ କ'ଣ କରୁଥିଲେ ଏମାନେ? 2 ପଦ, ସେଥିରେ 12 ଶିଷ୍ୟ ସମୂହକୁ ନିକଟକୁ ଡାକି କହିଲେ। କ'ଣ କରି କହୁଛନ୍ତି? ତାଙ୍କର ଭୁଲଟା ସେମାନେ ଦେଖିଲେ, ମଣ୍ଡଳୀ ନିଜର ଗଳତି ଦେଖିବାକୁ ପଡ଼ିବ। ଈଶ୍ୱରଙ୍କ ବାକ୍ୟ ପ୍ରଚାର ପରିତ୍ୟାଗ କରି ପରିବେଷଣରେ ଆମ୍ଭମାନଙ୍କର ବ୍ୟସ୍ତ ରହିବା ଉଚିତ ନୁହେଁ। ପରିବେଷଣ, ସେର୍ଭିଂ,
ଆଜିକାଲି ମିଟିଂ ଫିଟିଂ ହେଲା ଆପଣ ତ କନଫର୍ମେସନ୍ ବୁଲିକି ଅଛନ୍ତି ନା କ'ଣ ରନ୍ଧା ହେଇଛି ମଟନ୍ ନା ଚିକେନ୍ ରନ୍ଧା ହେଇଛି ଗାଡ଼ି ଭଡ଼ା ଦିଆ ହେବ କି ନାହିଁ ରହିବାର ବ୍ୟବସ୍ଥା ଅଛି କି ନାହିଁ ହାଇଦ୍ରାବାଦ ବେଙ୍ଗଲୋର ଭୁବନେଶ୍ୱର ମିଟିଂ ହେଉଛି ଦେଖ ଏ ସବୁ ଯାକ ଫ୍ୟାସିଲିଟିଜ୍ ଥିଲେ ଲୋକ ଟିକେ କହୁନ ଆଉ ସେ ମେସେଜ ଫେସେଜ କିଛି ନଥିବ ବାପା 20 ବର୍ଷର ଯେଉଁଟା ପ୍ରଚାର କରେ ସେଇଟା ନେଇ ବକ୍ତା ମାନେ ଆସନ୍ତୁ ଭୁଲ ବୁଝନ୍ତୁ ନା ଆଗେ ଟିକେ ସମାଲୋଚନା କରୁଛୁ ନା ସମାଲୋଚନା କରୁଛୁ ମୁଁ ଭକ୍ତ ଭୁଲ ମୋ ଲାଇଫ୍ କେତେ କନଫିଡେଣ୍ଟ କରିପାରିବି ମେସେଜ କିଛି ନାହିଁ ଏ ଗୋଟେ କଥାଟା କହୁଛୁ କିନ୍ତୁ ଯେଉଁମାନେ ଯିବେ ପାଇବା ପାଇଁ ଯିବେ ନାହିଁ ପ୍ରଭୁଙ୍କ ଠାରୁ କ'ଣ ପାଇବେ ଗାଡ଼ି ଭଡ଼ା ଖାଇବାଟା ଠିକ୍ ଅଛି ନାହିଁ କ'ଣ ରନ୍ଧା ହେଇଛି ରହିବା ପାଇଁ ଜାଗା ଠିକ୍ ଅଛି ଦେଶ ଟିକେ ବୁଲିକି ଦେଖିଦେବା এইটা প্রায়োরিটি থাকে মুন্ড ভিতরে বি কেয়ারফুল সাবধান ওয়ার্নিং এটা চেতনা তোমার প্রায়োরিটি কি লক্ষ্য কি মুখ্য কি যিশু ଆପଣଙ୍କ ଜୀବନରେ ମୋ ଜୀବନରେ ଉପସ୍ଥାପନ କରେ ଯୀଶୁଙ୍କୁ ଉପସ୍ଥାପନ କରେ ଏଥିପାଇଁ ଏମାନେ କ'ଣ କଲେ ବାକ୍ୟ ପ୍ରଚାର ପରିତ୍ୟାଗ କରିକି ରନ୍ଧାବଢ଼ା କାମରେ ପରିବେଶ ଦାନ ଆସୁଥିଲେ ରାନ୍ଧୁଥିଲେ ବାଢ଼ୁଥିଲେ ସକାଳ ସନ୍ଧ୍ୟା ହୋଟେଲ ଖାଉଥିଲେ ଚଉକରେ ରନ୍ଧା ହେଉଥିଲେ ଏବେ ମଣ୍ଡଳୀ ଅନେକ ମଣ୍ଡଳୀମାନଙ୍କର ଖାଇବା ପିଇବା ବହୁଥିଲେ କେଉଁ ଗୋଟେ ପ୍ରୋଗ୍ରାମରେ ଖାଇବା ପିଇବା ନିଶ୍ଚୟ ଥିବ କାହିଁ ଶାଗ ପଖାଳ ଖାଇକି ମିଟିଂ କରୁନାହାନ୍ତି ଖାଲି ଭାତ ଡାଲମା ଦେଇକି ମିଟିଂ କରୁ କାହିଁ ସେଠି ଗୋଟେ ଟ୍ରାଏଲ୍ ଦିଅନ୍ତୁ ଦେଖିବେ ଭଲ ଆପଣ କରିପାରିବେ ନାହିଁ ମୁଁ ଆସିବି ନା କ'ଣ ମୁଁ ତ ଆମ ଗାଁ ମାନଙ୍କରେ କହୁଛି ଶାଗ ପଖାଳ କରିକି ମିଟିଂ ବରଡ଼ ଶାଗ ରାନ୍ଧ ବରଡ଼ ଶାଗ ଗାଁରେ ପଇସା ରାନ୍ଧିକି ଦିଅ ଭାତ ଡାଲି ଖାଲି ଭାତ ଡାଲି ଦେଇକି ରଖିଦିଅ ଲୋକ ଚିନ୍ତା କରିକି ଯିବେ ଚିକେନ୍ ରନ୍ଧା ନା ମଟନ୍ ରନ୍ଧା ଆରେ ମଟନ୍ ଫଟନ୍ ରାନ୍ଧିକି ତ ମାଛ ବି ରାନ୍ଧିବି ସାର୍ ମାଛ ବି ରନ୍ଧା ହେଇଥିବେ କାହିଁକି କି ମଟନ୍ ଖାଇବେ ନା କିନ୍ତୁ ସେଇଠି ଖାଇଦେବେ ବୁଝିଲେ କି ମୁଖାପେକ୍ଷା ନାହିଁ ମଣ୍ଡଳୀରେ ବାକ୍ୟ ପରିତ୍ୟାଗ କରି ପ୍ରାର୍ଥନା ବନ୍ଦ କରି ଯେତେ ତମେ କାମ କରୁଛ କିଛି ଲାଭ ନାହିଁ 5 ପଇସା ଲାଭ ପ୍ରଥମେ ବାକ୍ୟ ପ୍ରଥମେ ପ୍ରାର୍ଥନା ତମେ ଯେତେ ପରିବେଷଣ କରୁଛ କର ଆଜି ବିରିୟାନୀ ରାନ୍ଧ କାଲି ପୋଲାଉ ରାନ୍ଧ ପରଦିନ ଆଉ କ'ଣ ରାନ୍ଧୁଛ ରାନ୍ଧ ଫାଷ୍ଟ ଫୁଡ୍ ଖାଅ କ'ଣ କରୁଛ କର ଯାଏସ ନା କିନ୍ତୁ ଯଦି ତୁମେ ବାକ୍ୟ ଆଉ ପ୍ରାର୍ଥନାକୁ ମଣ୍ଡଳୀ ଅବହେଳା କରିବ କେବେ ମଧ୍ୟ ମଣ୍ଡଳୀ ବୃଦ୍ଧି ପାଇବ ନା ଏହାକୁ ମୁଖ୍ୟ ସ୍ଥାନ ଦିଅ ଆସନ୍ତା ବର୍ଷ ଆଉ ଗଣନାକୁ 25-30 ଲୋକ ଦେଖିଥିବେ ଏଇଟା ମୁଁ ଦେଖିବା ପାଇଁ ଚାହୁଁଥିଲି ଯେ ଦେଖନ୍ତୁ କ'ଣ ଲେଖା ହେଇଛି ପରିତ୍ୟାଗ ପରିବେଷଣ ଆମ୍ଭମାନଙ୍କର ବ୍ୟସ୍ତ ରହିବା ଉଚିତ ନୁହେଁ ପରିବେଷଣରେ ବ୍ୟସ୍ତ ପ୍ରୋଗ୍ରାମରେ ବ୍ୟସ୍ତ ଅତଏବ ହେ ଭାଇମାନେ ଯେଉଁମାନଙ୍କୁ ଆମ୍ଭେମାନେ ଏହି କାର୍ଯ୍ୟରେ ନିଯୁକ୍ତ କରିପାରୁ ଏପରି ସୁଖ୍ୟାତି ସମ୍ପନ୍ନ ଆତ୍ମା ଜ୍ଞାନରେ ପରିପୂର୍ଣ୍ଣ ସାଧାରଣକୁ ଆପଣମାନଙ୍କ ମଧ୍ୟରେ ବାକ୍ୟ ଡିକନ ମାନେ ଆତ୍ମାରେ ପୂର୍ଣ୍ଣ ଦରକାର ଡିକନ ମାନେ ଜ୍ଞାନ ଥିବା ଦରକାର ଈଶ୍ୱରଙ୍କ ବାକ୍ୟ ଜାଣିବା ସମସ୍ତେ ପାଠ ପଢ଼ି ନାହାନ୍ତି କିନ୍ତୁ ସେମାନେ ପ୍ରଭୁଙ୍କ ଦାସ ଧାର୍ମିକ ଲୋକ ଏଇଟା ବାଇବେଲ କହୁଛି 7 ଜଣ ଡିକନ ଇଭେନ୍ ପ୍ରବଳ ନିକନ ପରମାନ ନିକଲାତ୍ୟ ଏମାନେ ଥିଲେ 7 ଜଣ ଡିକନ ଆଦ୍ୟ ମଣ୍ଡଳୀରେ ତାର କ'ଣ ଲେଖାଯାଇଛି ଦେଖନ୍ତୁ ବଡ଼ ଗୁରୁତ୍ୱପୂର୍ଣ୍ଣ କଥା ଲେଖାଇଛି ଆପଣମାନଙ୍କ ମଧ୍ୟରେ ବାସି ସ୍ଥିର କରନ୍ତୁ କିନ୍ତୁ ଆମ୍ଭେମାନେ ପ୍ରାର୍ଥନାରେ 4 ପଦ ଆମ୍ଭେମାନେ ପ୍ରାର୍ଥନାରେ ଓ ବାକ୍ୟ ପରିଚର୍ଯ୍ୟାରେ ଏକାଗ୍ର ଭାବେ ଲାଗି ରହିବା ଏକାଗ୍ର କୁହନ୍ତୁ ସମସ୍ତେ ଏକାଗ୍ର କୁହନ୍ତୁ ସମସ୍ତେ ନିବିଷ୍ଟ ପ୍ରେରିତମାନଙ୍କ ଶିକ୍ଷା ସହଭାଗିତା ରୁଟି ଭାଙ୍ଗିବା ଆଉ ପ୍ରାର୍ଥନା କରିବାରେ ନିବିଷ୍ଟ ଚିତ୍ତ ଥିଲେ ଏମାନେ 2 ପର୍ବର 42 ପଦ ପ୍ରେରିତ କ୍ରିୟାର ବିବରଣୀ 2:42 ପଦ ଦେଖନ୍ତୁ ସେମାନେ ପ୍ରେରିତମାନଙ୍କ ଶିକ୍ଷାରେ ଆଦ୍ୟ ମଣ୍ଡଳୀ ପ୍ରଥମ ମଣ୍ଡଳୀରେ ଏଇଟା ଥିଲେ 4ଟା କଥା ସେମାନେ ପ୍ରେରିତମାନଙ୍କ ଶିକ୍ଷାରେ ସହଭାଗିତାରେ ରୁଟି ଭାଙ୍ଗିବାରେ ପ୍ରାର୍ଥନା କରିବାରେ ନିବିଷ୍ଟ ଚିତ୍ତ ଥିଲେ ରହିଲେ ବା ଏକାଗ୍ର ଭାବରେ ଏ କାମ କରୁଥିଲେ ଆଉ ଯେଉଁଥିପାଇଁ ମଣ୍ଡଳୀ ବୃଦ୍ଧି ପାଇଲା ବହୁତ ସୁନ୍ଦର କଥା ଲେଖା ହେଇଛି 6 ପର୍ବର 7 ପ୍ରେରିତ 6 ପର୍ବର 7 ଯେଉଁଠି ପଢ଼ କାହିଁ ଶେଷ କରିବ ଏଉଟାରେ ହଁ ଓକେ ବେଟା ଈଶ୍ୱରଙ୍କ ବାକ୍ୟ ଅଧିକ ବ୍ୟାପୀ ମୋତେ କୁହନ୍ତୁ ଈଶ୍ୱରଙ୍କ ବାକ୍ୟ କେମିତି ବ୍ୟାପୀ ଈଶ୍ୱରଙ୍କ ବାକ୍ୟ କେମିତି ବ୍ୟାପୀ ପାଳକମାନେ କୁହନ୍ତୁ ମଣ୍ଡଳୀ ନେତାମାନେ କୁହନ୍ତୁ ଈଶ୍ୱରଙ୍କ ବାକ୍ୟ ବ୍ୟାପିବ କେମିତି ବାଇବେଲଟା ବନ୍ଦ କରି ଘରେ ରଖିଥିଲେ ଈଶ୍ୱରଙ୍କ ବାକ୍ୟ ଏଇଟା ବ୍ୟାପିବ ଖାଲି ରବିବାର ଦିନ ଉପାସନାରେ ବାକ୍ୟ ଶୁକ୍ରବାର ଉପବାସ ପ୍ରାର୍ଥନା ବାକ୍ୟ ମାଆମାନଙ୍କ ସଭା ହେବ କି ପ୍ରାର୍ଥନା ସଭା ଥିଲେ ଗଣି ଗଣିକି 10ଟା ଲୋକ ଆସିଥିଲେ ଆଉ ଅନ୍ୟମାନେ ଆସିବେ ଆଉ ସବୁ ଜାଗା ଖାଲି ମାଆମାନଙ୍କ କଥା ପୁରୁଷମାନେ କାହିଁକି ଆସିବେ ନାହିଁ ତମକୁ ଗୁଣବତୀ ସ୍ତ୍ରୀ ଦରକାର ଗୁଣବାନ ପୁରୁଷ ଦରକାର ନାହିଁ ଏଥିପାଇଁ ପ୍ରାର୍ଥନାରେ ବାକ୍ୟରେ ନିବିଷ୍ଟ ଚିତ୍ତ ରହିବ ମଣ୍ଡଳୀ ଆଦ୍ୟ ମଣ୍ଡଳୀ ସେମିତି ଥିଲା
ଏବେ ଆମର ଯେଉଁ ମଣ୍ଡଳୀ ମାନଙ୍କରେ ଯେଉଁ ପରିସ୍ଥିତି ବର୍ତ୍ତମାନ ସୃଷ୍ଟି ହେଉଛି, ଉଦ୍ଦୀପନା କହିଲେ ଆମେ କ'ଣ ଭାବୁ ଜାଣିଛ? ଗୀତ, ନାଚ, ଡ୍ରାମା, ସିନେମା ଡେଇଁ ଡେଇଁକି ବାଦ୍ୟ ପାଇବେ ଛାଲ ନାଳ ବାହାରଟା କରୁଛନ୍ତି ନାଚଟା ଉଦ୍ଦୀପନା ଭାବୁ। ସେଇଟା ଉଦ୍ଦୀପନା ନାହିଁ। ଅଗ୍ନିରେ ପକାଇଲେ ମଧ୍ୟ ଆମେ ମୁଣ୍ଡ ନୁଆଇବୁ ନାହିଁ ବୋଲି ସଦର ମହିଷ ଭବନ କହିଲେ ସେଇଟା ହେଉଛି ଉଦ୍ଦୀପନା। ଆଇବ କ'ଣ କହିଲେ? ମୁଁ ମୋର ଚର୍ମବିହୀନ ହେଲେ ମୋତେ ମାରିଦେଲେ ମଧ୍ୟ ମୁଁ ତାଙ୍କ ଅପେକ୍ଷା କରିବି। ସବୁ ପରିସ୍ଥିତିରେ ଯୀଶୁଙ୍କ ପଛରେ ଯିବାଟା ହେଉଛି ଉଦ୍ଦୀପନା। ଅଭାବ ଆସୁ, ଦୁଃଖ ଆସୁ, କୃଷ ଆସୁ, ଯାହା ଆସୁ, ଆନ୍ଧି ଆସୁ, ତୋଫାନ ଆସୁ, ଯୀଶୁକୁ ଛାଡ଼ିବାର ନାହିଁ। ଏଟା ହେଉଛି ଉଦ୍ଦୀପନା। ତ 5 ମିନିଟ୍ ଉଦ୍ଦୀପନା ସେଇଟା। ଶୁଭସାଗର ପାର ହେଲା ପରେ ମରିୟମ ଦାରା ନେଇକି ନୃତ୍ୟ କଲେ, ନାଇଁ କି? କଲେ କି ନାଇଁ? ଅନ୍ୟ ଝିଅମାନେ ନାଚୁଥିବେ। କ'ଣ ନା ଘଟଣା ତାପରେ କିଏ ଗୋଟେ କମେଣ୍ଟ ଲେଖିଥିଲା ନା, ଲେଖିଥିଲି ନା ଗୋଟେ କମେଣ୍ଟ ପଢ଼ୁଥିଲି, 75,000 କୋଟି ଦାରା ବାଜିଲା। କି କାଲକୁଲେସନ୍ ଲେଖିଲା କ'ଣ? ମଜିବଲ ତାପରେ କ୍ୱେଶ୍ଚିନ୍ ଯେ ନାଚିଲେ ତମେ ଗୋଟେ ଘଣ୍ଟେ ନାଚିବ, କେମିତି ଲାଗିବ? ନାଚିଲା ପରେ ପିଲାମାନେ ତମେ ଘଣ୍ଟେ ନାଚିବ, ଝାଳ ବାହାର ବର୍ଷା ଦେଖୁଛ ନା, ତମେ ଘଣ୍ଟେ ନାଚ, କେମିତି ଲାଗିବ? ହାଲିଆ ଲାଗିବ ନା? ଆଚ୍ଛା, ହାଲିଆ ଲାଗିଲେ କ'ଣ କରିବ? ତମକୁ ପାଣି ଦରକାର ତ? ମନେକର ତମକୁ ହାଲିଆ ଲାଗିଲ, ତମକୁ ପାଣି ଦରକାର, ପାଣି ନଥିଲେ